गुरुरेव परम ब्रह्म तस्मै श्री गुरवे नमः। अखण्डमण्डलाकारं व्याप्तं येन चराचरं तत्पदं दर्शितं येन तस्मै श्रीगुरवे नमः। प्रज्ञानतिमिरन्धस्य ज्ञानञ्जनं शलाकय चक्षुर्मीलितं येन तस्मै श्रीगुरवे नमः। आवरं जङ्गं व्याप्तं येन कृष्णं चराचरं तत्पदं दर्शितं येन तस्मै श्रीगुरवे नमः। चिद्रूपेण परिव्याप्तं त्रैलोक्यं सचराचरं तत्पदं दर्शितं येन तस्मै श्रीगुरवे नमः। न गुरुरधिकं तत्त्वं न गुरुरधिकं तपः तत्त्वज्ञानात् परं नास्ति तस्मै श्रीगुरवे नमः। मन्नाथो श्रीजगन्नाथ मद्गुरु श्रीजगद्गुरु मदात्मा सर्वभूतात्मा तस्मै श्रीगुरवे नमः। गुरुरादिर्नादिश्च गुरुपरमदैवतं गुरुपरतरं नास्ति तस्मै श्रीगुरवे नमः। ब्रह्मानन्दं परमसुखदं केवलं ज्ञानमूर्तिं द्वन्द्वातीतं गगनसदृशं तत्तमस्यादिलक्ष्यम् एकमनेत्तं विमलमचलं सर्वोधि साक्षिभूतम् भावातीतं त्रिगुणरहितं सद्गुरुं तं नमामि। सद्गुरुं तं नमामि। सद्गुरुं तं नमामि। जय गुरु। जय गुरु। जय गुरु। शंखदिन प्रदान कले अमर सहनिया शांतिलता मा श्रीमती शांतिलता बेहरा और सदगुरु वंदन कले अमर सहनिया भवनदा ठाकुर सप्रतिनिधि श्रीयुत भगवान संघ सतपति उभंकर स्वानकर परिवार समस्त सर्वदा मंगल पई ठाकुरଙ୍କ श्री चरण प्रार्थना। जय गुरु। जय गुरु। जय गुरु। वर्तमान आम समूह हरे 2 मिनट नाम जप करवा नाम समय आरंभ होला। जय गुरु। समस्त जय गुरु। वर्तमान सत्यानुष्ठान ग्रंथ पाठ करिवे हमरो सदा पूर्ण भाई श्रीयुत पूर्णचंद्र नायक सत्यानुष्ठान ग्रंथ पाठ करिवे। जय गुरु दादा। जय गुरु। परम प्रेममय श्री ठाकुर अनुकूल चंद्रଙ୍କର ଶ୍ରୀହସ୍ତ ଲିଖିତ ପବିତ୍ର ସତ୍ୟାନୁସରଣ ଅର୍ଥମାନ ଯଶ ଇତ୍ୟାଦି ପାଇବା ଆଶାରେ ମତେ ଠାକୁର ସୁଯାଇ ଭକ୍ତ ହୋ ନାହିଁ, ସାବଧାନ ହୋ ଠକିଯିବ। ତୁମର ଠାକୁରତ୍ୱ ଜାଗ୍ରତ ନହେଲେ କେହି ତୁମର କେନ୍ଦ୍ର ବି ନୁହନ୍ତି, ଠାକୁର ବି ନୁହନ୍ତି, ଫାଙ୍କି ଦେଲେ ତାହା ପାଇବ। ଯେଉଁ ଖିଆଲ ବିବେକର ଅନୁସାର ତାହାରି ଅନୁସରଣ କର, ମଙ୍ଗଳର ଅଧିକାରୀ ହେବ। ବିସ୍ତାରରେ ଅସ୍ତିତ୍ୱ ହରାଅ କିନ୍ତୁ ଲିଭିଯାଉ ନାହିଁ।
ବିସ୍ତାର ହିଁ ଜୀବନ, ବିସ୍ତାର ହିଁ ପ୍ରେମ। ଯେଉଁ କର୍ମ ମନରେ ପ୍ରସାରଣ ଆଣିଦିଏ ତାହା ହିଁ ସୁକର୍ମ। ଆଉ ଯେଉଁଥିରେ ମନର ସଂସ୍କାର ଜିଦ୍ ଇତ୍ୟାଦି ଆସେ, ସାର କଥା ଯେଉଁଥିରେ ମନ ସଂକୀର୍ଣ୍ଣ ହୁଏ ତାହା ହିଁ କୁକର୍ମ। ଯେଉଁ କର୍ମ ମଣିଷ ପାଖରେ କହିଲେ ମୁହଁରେ କାଳିମା ପଡ଼େ ତାହା କହିବାକୁ ଯାଉ ନାହିଁ। ଘୃଣା, ଲଜ୍ଜା, ଭୟରେ ଗୋପନୀୟତା ଯେଉଁଠି, ସେଇଠାରେ ଦୁର୍ବଳତା, ସେଇଠାରେ ପାପ। ସାଧନା କରିଲେ ହୃଦୟରେ ପ୍ରେମ ଆସେ, ତାହା ହିଁ କର। ଆଉ ଯେଉଁଥିରେ କ୍ରୂରତା, କଠୋରତା, ହିଂସା ଆସେ ତାହା ଆପାତତଃ ଲାଭଜନକ ହେଲେ ମଧ୍ୟ ତା ପାଖକୁ ଯାଅ ନାହିଁ। ତୁମେ ଯଦି ଏପରି ଶକ୍ତି ଲାଭ କରିଥାଅ ଯାହା ଦ୍ୱାରା ସୂର୍ଯ୍ୟ ଚନ୍ଦ୍ର କକ୍ଷଚ୍ୟୁତ କରିପାର, ପୃଥିବୀ ଭାଙ୍ଗି ଟୁକୁରା ଟୁକୁରା କରିପାର, ତାହା ସମସ୍ତଙ୍କୁ ଐଶ୍ୱର୍ଯ୍ୟଶାଳୀ କରିଦେଲେ ଦେଇପାର, କିନ୍ତୁ ଯଦି ହୃଦୟରେ ପ୍ରେମ ନଥାଏ ତେବେ ତୁମର କିଛି ବି ହୋଇନାହିଁ। ଶାନ୍ତି ଶାନ୍ତି। ଜୟଗୁରୁ। ସତ୍ୟାନୁଷ୍ଠାନ ଗ୍ରନ୍ଥ ପାଠ କଲେ ଆମର ପୂର୍ଣ୍ଣଭାଷିତ ପୂର୍ଣ୍ଣଚନ୍ଦ୍ର ନାୟକ, ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଅଶେଷ ଜଣେ ପ୍ରାର୍ଥନା। ଜୟଗୁରୁ। ବର୍ତ୍ତମାନ ନାରୀ ନୀତି ଗ୍ରନ୍ଥ ପାଠ କରିବେ ଆମର ସଦ୍ୟ ଗଜଲକ୍ଷ୍ମୀ ମା ଶ୍ରୀମତୀ ଗଜଲକ୍ଷ୍ମୀ ମଙ୍ଗରାଜ। ନାରୀ ନୀତି ଗ୍ରନ୍ଥ ପାଠ କରିବେ। ଜୟଗୁରୁ। ଜୟଗୁରୁ। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଚନ୍ଦ୍ରଙ୍କର ଶ୍ରୀମୁଖ ନିଃସୃତ ନାରାୟଣ ଗ୍ରନ୍ଥ ପାଠ। ସେବାର ଅପଘାତ। ସାବଧାନ ଥାଅ, କାହାରି ବି ଭଲ କରିବାକୁ ଯାଇ ଅନ୍ୟର ଭଲକୁ ବିଧ୍ୱସ୍ତ କର ନାହିଁ। ଜଣଙ୍କର ସୁଖ୍ୟାତି କରିବାକୁ ଯାଇ ଅନ୍ୟର ଅଖ୍ୟାତି କର ନାହିଁ। ଜଣଙ୍କର ସେବା କରିବାକୁ ଯାଇ ଅନ୍ୟ ପ୍ରତି ଦୃଷ୍ଟିହୀନ ହୁଅ ନାହିଁ। ସାଧାରଣତଃ ଏହା ହିଁ ଘଟିଥାଏ, ତୁମେ କିନ୍ତୁ ଏହା ପ୍ରତି ବିଶେଷ ନଜର ରଖ। ବାଣୀ ସଂଖ୍ୟା 36। ଜୟ ଗୁରୁ। ଜୟ। ନାରୀ ନୀତି ଗ୍ରନ୍ଥ ପାଠ କଲେ ଆମର ସଦ୍ୟ ଗଜଲକ୍ଷ୍ମୀ ମା ଶ୍ରୀମତୀ ଗଜଲକ୍ଷ୍ମୀ ମଙ୍ଗରାଜ, ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଅଶେଷ ଜଣେ ପ୍ରାର୍ଥନା। ଜୟ ଗୁରୁ। ବର୍ତ୍ତମାନ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ ଆମର ସୈନ୍ୟ ବ୍ରଜଦା, ଠାକୁରଙ୍କ ସପ୍ରତିଥି ଶ୍ରୀଯୁକ୍ତ ବ୍ରଜମୋହନ ବେହେରା। ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ। ଜୟ ଗୁରୁ। ଆଜ୍ଞା ଜୟ ଗୁରୁ। ପରମ ପ୍ରେମୟ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଶ୍ରୀମୁଖ ନିଃସୃତ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ। ତୁମ ଶରୀର, ବୋଧବୃତ୍ତି ଓ କୃତି ସମ୍ଭୋଗକୁ ଅସ୍ଖଳିତ ନିଷ୍ଠା ନିପୁଣ ରଖି ଚାଲିବାକୁ ଯେପରି ସାମଞ୍ଜସ୍ୟ ଚଳନରେ ଚାଲିବାକୁ ହୁଏ, ସେହିପରି ଚାଲ। ସଂକ୍ରମିକତା ଦିଗକୁ ନଜର ରଖି, ତାହା ଚାଲିଚଳନରେ, କଥାବାର୍ତ୍ତାରେ, ଖାଇବା ପିଇବାରେ, ସବୁ ବିଷୟରେ କାହାରିକୁ ତୁଚ୍ଛ ତାଚ୍ଛଲ୍ୟର କୌଣସି ରକମ କିଛି ନ କରି, ନିଜେ ବ୍ୟତିକ୍ରମ ଦୁଷ୍ଟ ନ ହୋଇ, ଏପରି କରି ହିଁ ଜୀବନୀୟ ତାତ୍ପର୍ଯ୍ୟକୁ ବିହିତ ସାମଞ୍ଜସ୍ୟର ସହିତ ଉଚ୍ଛଳ କରି ଚାଲ। ଆଉ ପରିବେଶକୁ ମଧ୍ୟ ସେପରି କରି ଚଳ। ସ୍ୱସ୍ତି ସୁନ୍ଦର ତତ୍ପରତାରେ କ୍ରମେ ଦେଖିବ, ସ୍ୱସ୍ତିର ପ୍ରାଣନ ଗୀତିକା ତୁମମାନଙ୍କର ପ୍ରତ୍ୟେକ ହିଁ ସୁଖୀ କରି ତୋଳିଛି, ବ୍ୟତିକ୍ରମକୁ ଏଡ଼ି। ବାଣୀ ସଂଖ୍ୟା 32। ଓମ୍ ଜୟ ଗୁରୁ। ଜୟ ଗୁରୁ। ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କଲେ ଆମର ସୈନ୍ୟ ବ୍ରଜଦା, ଠାକୁରଙ୍କ ସପ୍ରତିଥି ଶ୍ରୀଯୁକ୍ତ ବ୍ରଜବନ୍ଧୁ ବେହେରା, ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଅଶେଷ ଜଣେ ପ୍ରାର୍ଥନା। ଜୟ ଗୁରୁ ଦାଦା। ଜୟ ଗୁରୁ। ଜୟ ଗୁରୁ। ବର୍ତ୍ତମାନ ଆମେ ଭଜନ ଆରମ୍ଭ କରିବା। ପ୍ରଥମ ଭଜନ ପରିବେଷଣ କରିବେ ଆମର ସୈନ୍ୟ ଭବାନୀ ଭାଇ, ଠାକୁରଙ୍କ ସପ୍ରତିଥି ଶ୍ରୀଯୁକ୍ତ ଭବାନୀ ଶଙ୍କର ଶତପଥୀ। ଦ୍ୱିତୀୟ ଭଜନ ପରିବେଷଣ କରିବେ ଆମର ସଦ୍ୟ ଧରଣୀ ଭାଇ, ଶ୍ରୀଯୁକ୍ତ ଧରଣୀଧର ମହନ୍ତ। ତୃତୀୟ ଭଜନ ପରିବେଷଣ କରିବେ ଆମର ସଦ୍ୟ ଲିଜା ମା, ଶ୍ରୀମତୀ ଦୀପ୍ତିମୟୀ ସାହୁ। ଏବଂ ଚତୁର୍ଥ ଭଜନ ପରିବେଷଣ କରିବେ ଆମର ସଦ୍ୟ ପ୍ରଣତି ମା, ଶ୍ରୀମତୀ ପ୍ରଣତି ପ୍ରୀତି ମିଶ୍ର। ଆଉ ପଞ୍ଚମ ଭଜନ ପରିବେଷଣ କରିବେ ଆମର ସଦ୍ୟ ପ୍ରଭାବତୀ ମା, ଶ୍ରୀମତୀ ପ୍ରଭାବତୀ ସାହୁ। ବର୍ତ୍ତମାନ ଅନୁରୋଧ କରୁଛି ଆମର ବିଷ୍ଟ କଣ୍ଠଶିଳ୍ପୀ ଆମର ସୌମ୍ୟ ଭବାନୀ ଦାସ, ଠାକୁରଙ୍କ ସପ୍ରତିଥି ଶ୍ରୀଯୁକ୍ତ ଭବାନୀ ଶଙ୍କର ଶତପଥୀ ପ୍ରଥମ ଭଜନ ପରିବେଷଣ କରିବେ। ଭାଇ ଜୟ ଗୁରୁ। ଜୟ ଗୁରୁ। ସମସ୍ତଙ୍କୁ ପ୍ରାତଃ ସତ୍ସଙ୍ଗରେ ମୋ ରାମ ଜୟ ଗୁରୁ। ପୂଜ୍ୟ ବିନୋଦାଙ୍କ ରଚିତ ଏହି ଭଜନଟି ଗାଇବାକୁ ଚେଷ୍ଟା କରେ। ତୁମେ ଅନନ୍ତ
ତୁମେ ଅସୀମ, ତୁମେ ଅନନ୍ତ, ତୁମେ ଅସୀମ। ତୁମକୁ ଧରିବା ଲାଗି ଶକତି କାହିଁ ମମ ପ୍ରଭୁ, ତୁମକୁ ଧରିବା ଲାଗି ଶକତି କାହିଁ ମମ। ତୁମେ ଅନନ୍ତ, ତୁମେ ଅସୀମ, ତୁମେ ଅନନ୍ତ, ତୁମେ ଅସୀମ। କରୁଣା କରିବାରେ ଦେଇଛ ଧରା ମୋରେ, କରୁଣା କରିବାରେ ଦେଇଛ ଧରା ମୋରେ, ସେ ଲାଗି ତୁମକୁ ଯା ଲଭିଛି ପ୍ରିୟତମ, ସେ ଲାଗି ତୁମକୁ ଯା ଲଭିଛି ପ୍ରିୟତମ। ତୁମେ ଅନନ୍ତ, ତୁମେ ଅସୀମ, ତୁମେ ଅନନ୍ତ, ତୁମେ ଅସୀମ। বিশ্ব তব ধূলি খেলা, মতে সে অবুদ্ধ লীলা। তব জ্ঞানাঞ্জন বিনা বুঝিবারে কে বা ক্ষম। বিশ্ব তব ধূলি খেলা, মতে সে অবুদ্ধ লীলা। তব জ্ঞানাঞ্জন বিনা বুঝিবারে কে বা ক্ষম। তুমে অনন্ত, তুমে অসীম, তুমে অনন্ত, তুমে অসীম। ତୁମେ ଜଗଦେଶ୍ୱର ମୁଛାର ସେବକ ହିଲ, କେଉଁ ଗୁଣ ଅଧିକାରେ ଜୀବିତ ସନ୍ନିଧାନ। ତୁମେ ଜଗଦେଶ୍ୱର ମୁଛାର ସେବକ ହିଲ, କେଉଁ ଗୁଣ ଅଧିକାରେ ଜୀବିତ ସନ୍ନିଧାନ। ବহে জীবন সরণী ভাসি যায় মো তরণী, বহে জীবন সরণী ভাসি যায় মো তরণী। বাহিব কেউ জানি কুহ হে তব সম, বাহিব কেউ জানি কুহ হে তব সম। তুমে অনন্ত, তুমে অসীম, তুমে অনন্ত, তুমে অসীম। ତୁମକୁ ଧରିବା ଲାଗି ଶକତି କାହିଁ ମମ ପ୍ରଭୁ, ତୁମକୁ ଧରିବା ଲାଗି ଶକତି କାହିଁ ମମ। ତୁମେ ଅନନ୍ତ, ତୁମେ ଅସୀମ, ତୁମେ ଅନନ୍ତ, ତୁମେ ଅସୀମ, ତୁମେ ଅନନ୍ତ, ତୁମେ ଅସୀମ। ଜୟ ଗୁରୁ। ଖୁବ ସୁନ୍ଦର ଭାବରେ ଆମର ବିଷ୍ଟ କଣ୍ଠଶିଳ୍ପୀ ଆମର ସୌନ୍ୟ ଭବାନୀ ଭାଇ ଠାକୁରଙ୍କ ସପ୍ରତିନିଧି କ୍ଷୁତ ଭବାନୀ ସଂଘ ସତପତି ଖୁବ ସୁନ୍ଦର ଭାବରେ ପୂଜନୀୟ ବିନାୟକ ତାଙ୍କର ବିରିଚିତ ଏହି ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କ ସାର୍ବିକ ମଙ୍ଗଳ ପାଇଁ ପୁନର୍ବାର ଠାକୁରଙ୍କ ସେଇ ଜଣେ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ, ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ଆମର ସହିତ ଧରଣୀ ଭାଇ ଯୁକ୍ତ ଧରଣୀଧର ମହନ୍ତ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଦାଦା ଜୟ ଗୁରୁ। ଜୟ ଗୁରୁ, ଜୟ ଗୁରୁ। ମହାମିଳନର তীর্থ তুমি গো, অমৃতময় ধারা তোমারি সোহাগে সিক্তা ধরণী, তোমারি সোহাগে সিক্তা ধরণী। মমতরে মধুঝরা
अमृतमय धरा महामिलनार तीर्थ तुम्ही गो अमृतमय धारा महामिलनार तीर्थ तुम्ही गो अमृतमय धारा तुम्हारी सोहागे शीत धरणी तुम्हारी सोहागे शीत धरणी ममतारे मधुधरा ममतर मधुधरा महामिलनार तीर्थ तुम्ही गो अमृतमय धरा असीमा परे क्षणिके शोधिछि महामिलनार वेदी शतबुको ज्वाला विरह जातना निभाई सबुके बंधी असीमा परे क्षणिके शोधिछि महामिलनार वेदी शतबुको ज्वाला विरह जातना निभाई सबुके बंधी बिगहरा मुझे बिगहरा मुझे विभ्रांत पथिका बिगहरा मुझे विभ्रांत पथिका तुम्हें मर ध्रुव तारा अमृतमय धरा महामिलनार तीर्थ तुम्ही गो अमृतमय धरा महामिलनार तीर्थ तुम्ही गो अमृतमय धरा प्रलय बुकुरे शांतना तुम्हें गंगारे को सोना बैशाखी झड़े शांति परसे मुग्ध करिछ प्राण प्रलय बुकुरे शांतना तुम्हें गंगारे को सोना बैशाखी झड़े शांत परसे मुग्ध करिछ प्राण हे सच्चिदानंद हे सच्चिदानंद हे सच्चिदानंद परमानंद देश जीवन हरा महामिलनार तीर्थ तुम्ही गो अमृतमय धरा महामिलनार अमृतमय धारा तुम्हारी सोहागे शीत धराणी तुम्हारी सोहागणी ममता अमृतमय धरा महामिलनार
তুমি অময় ধারা অমৃতময় ধারা অমৃতময় ধারা। জয় গুরু দাদা। ଜୟ ଗୁରୁ। খুব সুন্দর ভাবে আমার বিଷ୍ଟ କଣ୍ଠଶିଳ୍ପୀ আমার ସାଥେ ଧରଣ ଭାଇ ସୁତ ଧରଣୀଧର ମହନ୍ତ খুব ସୁନ୍ଦର ଭାବେ ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ ଦାଦା। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ଆମର ସଦ୍ୟ ଲିଜା ମା ଶ୍ରୀମତୀ ଦୀପ୍ତିମୟୀ ସାହୁ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଆଉ ଥରେ ଅନୁରୋଧ କରୁଛି ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ବିଷ୍ଟ କଣ୍ଠଶିଳ୍ପୀ ଆମର ସଦ୍ୟ ଲିଜା ମା ଶ୍ରୀମତୀ ଦୀପ୍ତିମୟୀ ସାହୁ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ବୁଦ୍ଧିଦାନ की समस्या ଅଛି ବର୍ତ୍ତମାନ ଅନୁରୋଧ କରୁଛି ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ବିଷ୍ଟ କଣ୍ଠଶିଳ୍ପୀ ଆମର ସଦ୍ୟ ପ୍ରଣତି ମା ଶ୍ରୀମତୀ ପ୍ରଣତି ପ୍ରୀତି ମିଶ୍ର ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଆଜ୍ଞା ଜୟ ଗୁରୁ ଦାଦା। ଜୟ ଗୁରୁ ମା। ଏ ଜୀବନ କିଛି ଦେଉ ବା ନ ଦେଉ ଦେଇଛି ତୁମକୁ ମୋତେ। এ জীবনে কিছু থাও বা না থাও, এ জীবনে কিছু থাও বা না থাও, তুমি তো রহিছ সাথে। ଦେଇଛି ତୁମକୁ ମୋତେ, ଦେଇଛି ତୁମକୁ ମୋତେ। এ জীবন কিছু দেও বা ন দেও ଦେଇଛି ତୁମକୁ ମୋତେ, ଦେଇଛି ତୁମକୁ ମୋତେ। এ জীবনে কিছু থাও বা ন থাও, এ জীবনে কিছু থাও বা ন থাও, তুমি তো রহিছ সাথে। ଦେଇଛି ତୁମକୁ ମୋତେ, ଦେଇଛି ତୁମକୁ ମୋତେ, তুমি তো রহিছ সাথে। কেতে বার আসি ধরা পরে তুম পথ চাহি চাহি, ফেরি যাইথিবি কেউ শূন্য পথে নিরাশ হৃদয় নেই। কেতে বার আসি ধরা পরে তুম পথ চাহি চাহি, ফেরি যাইথিবি কেউ শূন্য পথে নিরাশ হৃদয় নেই। কিয়ে জানে কেতে ঘুরি বুলিথিবি, কিয়ে জানে কেতে ঘুরি বুলিথিবি, মায়া ঘেরা ছায়া পথে। ଦେଇଛି ତୁମକୁ ମୋତେ, ତୁମେ ତ ରହିଛ ସାଥେ। କେବେ ହବା କେଉଁ ସୁରଟିଏ ହୋଇ ଛୁଇଁ ଯାଇଥିବି ମନ, ସମୟର ଝଡ଼ ପୋଛି ନେଇଥିବ ଏ ଧରାର ସବୁ ଚିହ୍ନ। କେବେ ହବା କେଉଁ ସୁରଟିଏ ହୋଇ ଛୁଇଁ ଯାଇଥିବି ମନ, ସମୟର ଝଡ଼ ପୋଛି ନେଇଥିବ ଏ ଧରାର ସବୁ ଚିହ୍ନ।
बीती जाइथिब अनेक जीवन बीती जाइथिब अनेक जीवन निराशार पथ प्रान्ते ଦେଇଛି ତୁମକୁ ମୋତେ ତୁମେ ତ ରହିଛ ସାଥେ ଜୀବନର କେଉଁ ଅମୃତ ବେଳାରେ ତୁମ ସାଥେ ପରିଚୟ ବାନ୍ଧିଦେଲ କେଉଁ ଅଜଣା ଡୋରିରେ ତୁମ ସାଥେ ପ୍ରେମମୟ ଜୀବନର କେଉଁ ଅମୃତ ବେଳାରେ ତୁମ ସାଥେ ପରିଚୟ ବାନ୍ଧିଦେଲ କେଉଁ ଅଜଣା ଡୋରିରେ ତୁମ ସାଥେ ପ୍ରେମମୟ ଏ ଜୀବନ ମୋତେ କରିଅଛି ଋଣୀ ଏ ଜୀବନ ମୋତେ କରିଅଛି ଋଣୀ ଅୟୁତ ଜନମ ଅନ୍ତେ ଦେଇଛି ତୁମକୁ ମୋତେ ଦେଇଛି ତୁମକୁ ମୋତେ ଏ ଜୀବନ କିଛି ଦେଉ ବା ନ ଦେଉ ଦେଇଛି ତୁମକୁ ମୋତେ ଏ ଜୀବନେ କିଛି ଥାଉ ବା ନ ଥାଉ ଏ ଜୀବନେ କିଛି ଥାଉ ବା ନ ଥାଉ ତୁମେ ତ ରହିଛ ସାଥେ ଦେଇଛି ତୁମକୁ ମୋତେ ଦେଇଛି ତୁମକୁ ମୋତେ ତୁମେ ତ ରହିଛ ସାଥେ ଜୟ ଗୁରୁ जय गुरु खूब सुंदर सुमधुर श्ललित कंठरे आमर विष्ट कंठशिल्पी आम सद्या प्रणति माँ श्रीमती प्रणति प्रीति मिश्र खूब सुंदर ए भजन परिवेशन कले परिवार समस्त सार्विक मंगल ठाकुर श्री चरण प्रार्थना जय गुरु माँ जय आउ थे अनुरोध करवा आम विष्ट कंठशिल्पी आम सद्या लिजा माँ श्रीमती दीप्तिमयी साहू से दुई जन करते परवर्ती भजन परिवेशन करेंगे बोधे की समस्या है बर्तमान अनुरोध करवा परवर्ती भजन परिवेशन करेंगे आम विष्ट कंठशिल्पी आम सद्या प्रभावती माँ श्रीमती प्रभावती साहू परवर्ती भजन परिवेशन करेंगे जय गुरु दादा जय गुरु माँ जय गुरु आज्ञा जय गुरु समस्त को जय गुरु भज मन ठाकुर चरण ही धाम भज मन ठाकुर चरण ही धाम भज मन ठाकुर चरण ही धाम जपले निस दिन अमृत प्रभु नाम जपले निस दिन अमृत प्रभु नाम भज मन ठाकुर चरण ही धाम भज मन ठाकुर चरण ही धाम जीवन रक्षक सदा मोर समर्थ परम दयाल हरि नाम परम दयाल हरि नाम भज मन ठाकुर चरण ही धाम भज मन ठाकुर चरण ही धाम शोक ज्वाला शंका कारण दूर करे सब दुख वेदना शोक ज्वाला
काम का कारण दूर करे सब वेदना प्यासी मान में उष्मता पान में शीतल बरीना परम दयाल हरि नाम भज मन ठाकुर चरण ही धाम भज मन ठाकुर चरण ही धाम। पाप मिटेगा लोभ हिंसा हो गया भय शांति के बरसा पाप मिटेगा लोभ हिंसा हो गया भय शांति के बरसा शीतल हार में ईमान तान में ज्योति तपन हीरा परम दयाल हरि नाम भज मन ठाकुर चरण ही धाम भज मन ठाकुर चरण ही धाम। परम पुरुष प्रभु अंतर्यामी अमर नाम के दाता नामी परम पुरुष प्रभु अंतर्यामी अमर नाम के दाता नामी जन्म मरण में जीवन रण में अधत हीरा परम दयाल हरि नाम भज मन ठाकुर चरण ही धाम भज मन ठाकुर चरण ही धाम। जप ले निस दिन अमृत प्रभु नाम जप ले निस दिन अमृत प्रभु नाम भज मन ठाकुर चरण ही धाम भज मन ठाकुर चरण ही धाम भज मन ठाकुर चरण ही धाम। जय गुरु दादा। जय गुरु। खूब सुंदर भाव समुद्र कंठरे आम विष्णु कंठशिल्पी आम सद्या प्रभावती माँ श्रीमती प्रभावती साहू खूब सुंदर परिवेशन कले परिवार समस्त सार्विक मंगल ठाकुर श्री चरण प्रार्थना। जय गुरु माँ। जय गुरु दादा। जय गुरु। आउ थे अनुरोध करवा आम विष्णु कंठशिल्पी आम सद्या लीजा श्रीमती दीप्तिमयी साहू जदि जॉइन करथिबे परवर्ती भजन परिवेशन करेंगे। की समस्या अच्छी बर्तमान अनुरोध करवा कीर्तन परिवेशन करेंगे आम सद्य सोमनाथ बाबू सहित सोमनाथ कास्ता एवं तांकर परिवार कीर्तन परिवेशन करेंगे। दादा जय गुरु। जय गुरु जय गुरु जय गुरु। দিকে চৌদিকে গগনে পবনে এই অনুকূল বাহা বহিলারে উড়িলারে উড়িলা
ଉଡ଼ିଲା ରେ ନାମର ଧ୍ୱଜା ଉଡ଼ିଲା ରେ ଉଡ଼ିଲା ରେ ଉଡ଼ିଲା ରେ ନାମର ଧ୍ୱଜା ଉଡ଼ିଲା ରେ ଉଡ଼ିଲା ରେ ଉଡ଼ିଲା ରେ ନାମର ଧ୍ୱଜା ଉଡ଼ିଲା ରେ ଉଡ଼ିଲା ରେ ନାମର ଧ୍ୱଜା ଉଡ଼ିଲା ରେ দিগে চৌদিগে গগন পবনে দিগে চৌদিগে গগন পবনে দিগে চৌদিগে গগন পবনে অনুকূল বাহা বহিলা রে উড়িলা উড়িলা রে নামর ধ্বজা উড়িলা রে বাজিলা 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 রে সোনার শঙ্খ বাজিলা রে উড়িলা রে উড়িলা রে নামর ধ্বজা উড়িলা রে আজি উড়িলা রে নামর ধ্বজা উড়িলা রে ঘোর কলিকালে নামর নরে ঘোর কলিকালে নামর নরে আসিছন্তি প্রভু কর্তি অবতারে সংসার জঞ্জাল সবু কাঢ়ি নেবে ও সংসার জঞ্জাল সবু কাঢ়ি নেবে ভবসাগরରୁ ପାରି କରିଦେବେ ନିରାଶା ମନରେ ଆଶାର ପବନ 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 ଦେଖ ସଞ୍ଚାରିତ ହୋଇଲା ରେ ନିରାଶା ମନରେ ଆଶାର ପବନ উড়িলা রে উড়িলা রে নামর ধ্বজা উড়িলা রে উড়িলা উড়িলা রে উড়িলা রে নামর ধ্বজা উড়িলা রে নিরাশা মନରେ আশার সপন
ନିରାଶା ମନରେ ଆଶାର ସପନ ସେ ଯେ ନିରାଶା ମନରେ ଆଶାର ସପନ ଓ ନିରାଶା ମନରେ ଆଶାର ନିରାଶା ମନରେ ଆଶାର ସପନ ଦେଖ ସଂଚାରିତ ହୋଇଲା ରେ ନିରାଶା ମନରେ ଆଶାର ସପନ ନିରାଶା ମନରେ ଆଶାର ସପନ ଦେଖ ସଂଚାରିତ ହୋଇଲା ରେ ଉଡ଼ିଲା ରେ ଉଡ଼ିଲା ରେ ଆମର ସଦା ଉଡ଼ିଲା ରେ ଉଡ଼ିଲା ଉଡ଼ିଲା ରେ ଆମର ସଦା ଉଡ଼ିଲା ରେ କରି କରାଇଲେ କର୍ମ ଆଚରଣ କରି କରାଇଲେ ଧର୍ମ ଆଚରଣ କରି ଧର୍ମ ସଂସ୍ଥାପନେ ନେଲେ ସେ ଜନମ ଓ ଧର୍ମ ସଂସ୍ଥାପନେ ନେଲେ ସେ ଜନମ প্রেমময় হরি প্রেম বিচরিলে প্রেমময় হরি প্রেম বিচরিলে জগতকু সে যে আলোকিত করে জগতকু সে যে আলোকিত করে সিয়ে শাশ্বত সিয়ে সনাতন ও সিয়ে শাশ্বত সিয়ে সনাতন ও সিয়ে শাশ্বত সিয়ে সনাতন সিয়ে শাশ্বত সিয়ে সনাতন শাশ্বত সিয়ে সনাতন পৃথিবীর প্রদীপ জলিলা রে সিয়ে শাশ্বত উড়িলা রে উড়িলা রে আমার সজা উড়িলা রে উড়িলা রে উড়িলা রে আমার সজা উড়িলা রে সুন্দর লাগে প্রভু আগমনী সুন্দর লাগে প্রভু আগমনী সুন্দর লাগে বিশ্বজন মন নেইছন্তি কিনি বিশ্বজন মন নেউছন্তি কিনি বিশ্বজন মন ভকতে নাচନ୍ତି প্রেমে বাহু তোଳି ভকতে নাচନ୍ତି প্রেমে বাহু তোଳି হরি बोल संगे पड़े हुड़ा हुड़ी ओ हरि बोल संगे पड़े हुड़ा हुड़ी हरि बोल संगे पड़े हे भक्त डाकंती हरि हरि बोली भक्त डाकंती हरि हरि बोली हे भक्त डाकंती हरि हरि बोली हे भक्त डाकंती हरि हरि बोली ओ भक्त डाकंती हरि हरि बोली हे सत नामे
ଉଡ଼ିଲା ଆଜି ଉଡ଼ିଲା ରେ ଉଡ଼ିଲା ରେ ଆମର ଧ୍ୱଜା ଉଡ଼ିଲା ରେ ଉଡ଼ିଲା ରେ ଭକ୍ତେ ଡାକନ୍ତି ହରି ହରି ବୋଲି ଏ ନିରାଶ ମନରେ ଆଶାର ସପନ ନିରାଶ ମନରେ ଆଶାର ସପନ ଓ ସିଏ ହିଁ ଶାଶ୍ୱତ ସିଏ ସନାତନ ଭକ୍ତେ ଡାକନ୍ତି ହରି ହରି ବୋଲି ଏ ଭକ୍ତେ ଡାକନ୍ତି ହରି ହରି ବୋଲି ଭକ୍ତେ ଡାକନ୍ତି ହରି ହରି ଯେ ଭକ୍ତେ ଡାକନ୍ତି ହରି ହରି ବୋଲି ଭକ୍ତେ ଡାକନ୍ତି ହେ ଭକ୍ତେ ଡାକନ୍ତି ହରି ହରି ବୋଲି ଭକ୍ତେ ଡାକନ୍ତି ହରି ଯେ ଭକ୍ତେ ଡାକନ୍ତି ହରି ହରି ବୋଲି ଭକ୍ତେ ଡାକନ୍ତି ହରି ଯେ ଭକ୍ତେ ଡାକନ୍ତି ହରି ହରି ବୋଲି 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 ସଦନାମେ ଧରା ପକିଲା ରେ ଭକ୍ତେ ଡାକନ୍ତି উড়িলা রে উড়িলা রে আমার ধ্বজা উড়িলা রে উড়িলা দাদা জয় গুরু ଜୟ ଗୁରୁ। ଖୁବ ସୁନ୍ଦର ଭାବରେ ଆମର ସଦ୍ୟ ସୋମନାଥ ବାବୁ ଶ୍ରୀଯୁକ୍ତ ସୋମନାଥ କାୟସ୍ଥ ଏବଂ ତାଙ୍କର ପିତୃଦେବ ଆମର କବିର ଭାଇ କବିର କାୟସ୍ଥ ଏବଂ ତାଙ୍କର ମାତୃଦେବୀ ଲକ୍ଷ୍ମୀ ମା ମିଳିତ ଭାବରେ ଖୁବ ସୁନ୍ଦର ଭାବରେ କୀର୍ତ୍ତନ ପରିବେଷଣ କଲେ। ଆଉ ତାଙ୍କର ପରିବାର ସମସ୍ତଙ୍କର ସର୍ବବିଧ ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଚରଣରେ ପ୍ରାର୍ଥନା। ଜୟ ଗୁରୁ। ପ୍ରତିଦିନ ପ୍ରାତଃ ସମୟରୁ ଚାନ୍ଦୋଳ ସତ୍ସଙ୍ଗ ବିହାର ଆନୁକୂଲ୍ୟରେ ଏହି ସତ୍ସଙ୍ଗ। ଆଉ ଆଜିର ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ମାନ୍ୟ ଦୀପୁ ଭାଇ ଠାକୁରଙ୍କ ସହପ୍ରତିନିଧି ଶ୍ରୀଯୁକ୍ତ ଶୁଭ୍ରାଂଶୁ ଶେଖର ପଣ୍ଡା, ତାଙ୍କର କନିଷ୍ଠ ଭ୍ରାତା ବିକ୍ରମ ଭାଇ ଏବଂ ତାଙ୍କର ଧର୍ମପତ୍ନୀ ନିବେଦିତା ମା, ସେମାନଙ୍କର ବିବାହ ବାର୍ଷିକ। ଆଉ ସେଇ ବିକ୍ରମ ଭାଇ ଏବଂ ନିବେଦିତା ମାଙ୍କର ଦାମ୍ପତ୍ୟ ଜୀବନ ପ୍ରଭୁଙ୍କୁ ନେଇକି ଆହୁରି ଉତ୍ତରୋତ୍ତର ଉନ୍ନତି ଅଗ୍ରସର ହଉ। ଆଉ ଦୀପୁ ଭାଇ ତାଙ୍କର ପରିବାର ସମସ୍ତଙ୍କର ସର୍ବବିଧ ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଚରଣରେ ପ୍ରାର୍ଥନା। ତତ୍ସହିତ ପ୍ରତିଦିନ ଭଳି ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ସମ୍ମାନୀୟ ସୌଭାଗ୍ୟ ଭାଇ ଶ୍ରୀଯୁକ୍ତ ସୌଭାଗ୍ୟ ରଞ୍ଜନ ଖୁଣ୍ଟିଆ, ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଚରଣରେ ପ୍ରାର୍ଥନା। ତତ୍ସହିତ ଆଜି ହେଉଛି ଆମର ସମ୍ମାନୀୟ ବୃନ୍ଦାବନ ଭାଇ ଇଞ୍ଜିନିୟର ବୃନ୍ଦାବନ ବେହେରା, ତାଙ୍କର ଜନ୍ମଦିନ। ସେ ଉପଲକ୍ଷେ ତାଙ୍କର ପରିବାର ତରଫରୁ ସତ୍ସଙ୍ଗ ନିବେଦନ କରାଯାଇଛି। ଆଉ ବୃନ୍ଦାବନ ଭାଇଙ୍କର ସୁସ୍ଥ ସୁଦୀର୍ଘ ନିରାମ ଜୀବନ ପାଇଁ ଠାକୁରଙ୍କ ସେଇ ଚରଣରେ ପ୍ରାର୍ଥନା ଜଣାଇବା ସହିତ ବୃନ୍ଦାବନ ଭାଇ ନମିତା ମା ତାଙ୍କର ପରିବାର ସମସ୍ତଙ୍କର ସର୍ବବିଧ ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଚରଣରେ ପ୍ରାର୍ଥନା। ତତ୍ସହିତ ଆଜି ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ସମ୍ମାନୀୟ ରତ୍ନାକର ଭାଇ ବୟୋଜ୍ୟେଷ୍ଠ ଗୁରୁଭ୍ରାତା ଶ୍ରୀଯୁକ୍ତ ରତ୍ନାକର ବେହେରା, ତାଙ୍କର ଆଜି ଦୀକ୍ଷା ଦିବସ ସ୍ୱସ୍ତିକ ଦିବସ। ଆଉ ସେ ଉପଲକ୍ଷେ ସତ୍ସଙ୍ଗ ନିବେଦନ କରିଛନ୍ତି। ତାଙ୍କର ଇଷ୍ଟ ଛଳ ଜୀବନର ଉତ୍ତରୋତ୍ତର ପ୍ରାର୍ଥନା ଜଣାଇବା ସହିତ ତାଙ୍କର ସୁସ୍ଥ ସୁଦୀର୍ଘ ନିରାମ ଜୀବନ ପାଇଁ ତାଙ୍କର ପରିବାର ସମସ୍ତଙ୍କର ସୁସ୍ଥ ସୁଦୀର୍ଘ ନିରାମ ଜୀବନ ପାଇଁ ସର୍ବବିଧ ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଚରଣରେ ପ୍ରାର୍ଥନା। ପ୍ରତିଦିନ ଭଳି ଆମର ସତ୍ସଙ୍ଗରେ ଅନେକ ପୂଜ୍ୟ ରୀତି ଚୌଧୁରୀ ଯାଜକ ଗୁରୁ ଭାଇ ମାନେ ମା ମାନେ ଯୋଗଦାନ କରିଛନ୍ତି। ପ୍ରତିଦିନ ଭଳି ଆମର ଠାକୁରଙ୍କ ସହପ୍ରତିନିଧି ପୂଜ୍ୟ ସର୍ବଶ୍ରୀ ଅଶୋକ କୁମାର ମଲ୍ଲିକ, ବିଜୟଭୂଷଣ ମିଶ୍ର, ବିଚିତ୍ରାନନ୍ଦ ଆଚାର୍ଯ୍ୟ, ବ୍ରଜବନ୍ଧୁ ବେହେରା, ଭବାନୀ ଶଙ୍କର ଶତପଥୀ, ଡକ୍ଟର ନଗେନ୍ଦ୍ର ସ୍ୱାଇଁ, ଡକ୍ଟର ସୀତାକାନ୍ତ ଦାସ, ଡକ୍ଟର ସୁମୁଦ କୁମାର ମିଶ୍ର, ଡକ୍ଟର ପବିତ୍ର କୁମାର ମେକଅପ, ଦିବାକର ସ୍ୱାଇଁ, ଇଞ୍ଜିନିୟର କାଶୀନାଥ ତ୍ରିପାଠୀ, ଇଞ୍ଜିନିୟର ବରିକଚରଣ ସାହୁ, ଇଞ୍ଜିନିୟର ସଚ୍ଚିଦାନନ୍ଦ ମଲ୍ଲିକ, ଇଞ୍ଜିନିୟର ଶାସନ ଶେଖର ବେହେରା, ଇଞ୍ଜିନିୟର ଶରତ କୁମାର ଦାସ, ଇଞ୍ଜିନିୟର ଯୁବରାଜ ପ୍ରସାଦ, ଜଗଦୀଶ ଚନ୍ଦ୍ର ସାହୁ, କୈଳାଶ ଚନ୍ଦ୍ର ବେହେରା, ମୁକୁନ୍ଦ ପ୍ରସାଦ ସେନାପତି,
ଆଉ ନିମାଇ ଚରଣ ଦାସ, ପରେଶ୍ୱର ଜେନା, ପ୍ରଭାତ କୁମାର ସାହୁ, ପ୍ରଶାନ୍ତ କୁମାର ସିଂ, ପରଶୁରାମ ମାଣିକ, ରମେଶ ଚନ୍ଦ୍ର ନାୟକ, ରଘୁନାଥ ବସ୍ତିଆ, ରଜନୀକାନ୍ତ ପଣ୍ଡା, ରବୀନ୍ଦ୍ରନାଥ ପ୍ରଧାନ, ସନ୍ତୋଷ କୁମାର ଷଡ଼ଙ୍ଗୀ, ସୁଭାଷ ଚନ୍ଦ୍ର ଦାସ, ତାରାକାନ୍ତ ବେହେରା, ପ୍ରଫେସର ଉଗ୍ରସେନ ଲେଙ୍କା, ପ୍ରଫେସର ରୁଦ୍ରରଞ୍ଜନ ତ୍ରିପାଠୀ, ଭାଗବତ ପ୍ରସାଦ ପଣ୍ଡା, ଏଭଳି ଅନେକ ପୂଜ୍ୟରୀତି ମାନେ ଯୋଗ ଦେଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ଆଉ ଯଦି କିଏ ଯୋଗ ଦେଇଥିବେ ହୁଏତ ମୁଁ ଦେଖିନଥାଇପାରେ। ଆଉ ଆମ ପାଖରେ ଠାକୁରଙ୍କ କଥା ଯିଏ ତୋଳି ଧରିବେ, ଆମେ ସମସ୍ତେ ଜାଣିଛନ୍ତି ଅନେକ ଥର ତାଙ୍କଠୁ ଠାକୁରଙ୍କ କଥା ଶୁଣି ଆସିଛନ୍ତି। ଆଉ ବହୁ ବର୍ଷ ଧରି ସେ ଆଶ୍ରମିକ ଜୀବନଯାପନ କରି ଦେଓଘର ଆଶ୍ରମରେ ଶ୍ରୀ ବଡ଼ଦାଙ୍କର, ଶ୍ରୀ ଦାଦାଙ୍କର, ଆଚାର୍ଯ୍ୟଙ୍କର ସଙ୍ଗ ସେବା ସୌଭାଗ୍ୟର ଅଧିକାରୀ ଥିଲେ। ଆଉ ବହୁ ଜାଗାରେ ଆମର ଯୋଉ ସବୁ ସତ୍ସଙ୍ଗ କେନ୍ଦ୍ର ମନ୍ଦିର ସବୁ ଗଢି ଉଠିଛି, ଅନେକ ଜାଗାରେ ତାଙ୍କର ଉପସ୍ଥିତିର ଆବଶ୍ୟକତା ଥାଏ। ସେ ମଧ୍ୟ ସେଠି ଉପସ୍ଥିତ ଅନେକ କାମକୁ ତ୍ୱରାନ୍ୱିତ କରନ୍ତି। ଆମର ଚାନ୍ଦଳ ସତ୍ସଙ୍ଗ କେନ୍ଦ୍ର କାମ ଯେତେବେଳେ ଆରମ୍ଭ ହେଲା, ସେଥିରେ ମଧ୍ୟ ସେ ନିଜେ ଉପସ୍ଥିତ ରହି ଅନେକ କାମକୁ ତ୍ୱରାନ୍ୱିତ କରିଥିଲେ। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଆଜି ଯୋଉ ଆମର ବୟୋଜ୍ୟେଷ୍ଠ ଗୁରୁ ଭ୍ରାତା ରତ୍ନାକର ଭାଇ ଯିଏ ସତ୍ସଙ୍ଗ ନିବେଦନ କରିଛନ୍ତି, ସେ ତାଙ୍କର ଦୀକ୍ଷାଦାତା ରୀତିକ ଦେବତା। ଆଉ ରତ୍ନାକର ଭାଇ ଅନୁରୋଧ କରିଥିଲେ ଯାହା ଆମ ସହିତ ଅଛନ୍ତି, ଆମ ପାଖରେ ଠାକୁରଙ୍କ କଥା ତୋଳି ଧରିବେ। ସେ ହେଲେ ଆମର ସମ୍ମାନୀୟ ବସନ୍ତ ଭାଇ, ଠାକୁରଙ୍କ ସପ୍ରତିନିଧି ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ। ତାଙ୍କୁ ଅନୁରୋଧ କରିବା, ଆଲୋଚନା ଆରମ୍ଭ କରିବେ। ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ, ଠାକୁରଙ୍କ ସପ୍ରତିନିଧି। ଆଜ୍ଞା, ଜୟ ଗୁରାଇ। ଜୟ ଗୁରୁଦେବ। परम दयाल श्री ठाकुर, परम आराध्या जगत जननी श्री श्री परमा परम पूज्यपाद श्री श्री वरदा परम पूज्यपाद श्री श्री आचार्य चन्ने कोटि कोटि प्रणाम। गुरु परिवार चन्ने कोटि कोटि प्रणाम। चांदोल सत्संग विहार अनुकूल दीर्घ दिन दीर्घ मास वर्ष धरी ऑनलाइन सत्संग आज जो नियमित भाव धारावाहिक भाव चली प्रातः समय जो इंजीनियर देवेंद्र भाई सप्रति रीति नेतृत्व तथा सहयोगी मानकर प्रचेषा सर्वप्रथम परम पिता रातुल चरण से सुदीर्घ इष्टमय मंगलमय जीवन परम पिता रातुल चरण प्रार्थना करे। आज सत्संग जो भोग निवेदन कर जो भाई मैंने ना तो सब पढ़ाला उद्देश्य सब अवगत हेले परम पिता रातुल चरण से पंचम महाजीवन कल्याण मंगल परम पिता रातुल चरण पुनर्प्रार्थना करे। प्रतिदिन ये सत्संग यज्ञ प्रतिदिन चली केते नुआ नुआ कथा एभली किछि पंच पीढ़ीर जो लीला पर्यंत एठी आलोचना होउची। तेणु एभली एक प्लाटफर्म रे जोटी नित्य सत्संग चली सेठी ठाकुर कहते जे नित्य सत्संग मधुपान करे से पंडित मानकर भी गुरु ही जाए। तेणु एभली एक ये परिप्रेक्षी आज आमर रत्नाकर भाई देवेंद्र भाई मानकर ये सुजोग देले मते एठी सत्संग रे टिके जोग देवा पई पुनर्बार सेमानकर मंगल प्रार्थना करे। सत्संग कथा को दिगरु आरंभ करिवो कोठु आरंभ करिवो ये भावी कि मथा गरम हो जाए। जा हो ये जो दीक्षार कथा आज रत्नाकर भाई तांकर आज दीक्षा दिवस। दीक्षा यदि आम न नहीं थांते दीक्षा जिनसटी एते गुरुत्वपूर्ण मनुष्य जे पर्यंत दीक्षा न नहीं से पर्यंत दीक्षा को से बुझी परिव नहीं। श्री श्री ठाकुर दीक्षा संबंध में कहते दक्ष हवार कायदा जनाए से दीक्षार एते दाम। ये दक्ष हवार कायदा भितर मुझे चिंता कली जे प्रकृत दक्ष कौन आम दक्ष होती लेखा पढ़ा ये सब दिगरे दक्षता स्कूल कॉलेज रही किंतु श्री श्री ठाकुर जहाँ में बाहर देखे जो शरीर ये शरीर टी बाहर 10 भाग
ଭିତରେ କିନ୍ତୁ ରହିଛି 90 ଭାଗ। ସବୁ କିଛି ଜିନିଷ ଭିତରେ ହିଁ ରହିଛି। ଭିତରେ ସବୁ ଯାକ ପ୍ରତିଭା ରହିଛି, କୋଟି କୋଟି କୋଷ ରହିଛି। ଇନ୍ଦ୍ରିୟ ବି ବାହାରେ 10 ରହିଲେ ଭିତରେ ମଧ୍ୟ ମନ, ବୁଦ୍ଧି, ଚିତ୍ତ, ଅହଙ୍କାର ସିଏ ବି ରହିଛି। ତେଣୁ ଆମର ଦକ୍ଷ ହବାର ଯୋଉ ଜିନିଷଟି ସେଇଠି ହଉଛି ଇନ୍ଦ୍ରିୟକୁ ଅତି ଇନ୍ଦ୍ରିୟ କରିବା, ସାଧନା ଭିତରେ ଈଶ୍ୱରଙ୍କୁ ନିଜ ଭିତରେ ପ୍ରକଟ କରିବା, ଆଉ ପ୍ରତିଟି ଜିନିଷକୁ ଦକ୍ଷତା, ପ୍ରତି ମୁହୂର୍ତ୍ତରେ ଆମକୁ ଦକ୍ଷତା ଦରକାର ରହିଛି। କଥା କହିବାର ମଧ୍ୟ ଶୈଳୀ ମଧ୍ୟ ଭିତରେ ମଧ୍ୟ ଆମକୁ ଦକ୍ଷତା ଦରକାର ଅଛି। କଥା କହିବାର ଶୈଳୀ, ଆଚରଣ, ସବୁ ଜିନିଷ ଭିତରେ ଦୀକ୍ଷାର ମହତ୍ଵଟା ବହୁ ଭାବେ ରହିଛି। ରମଦାଲ ସେ ଠାକୁର ଖାଲି ଆସି ମୁଖେ ମୁଖେ କହିଲେ ନାହିଁ, ସବୁ କଥା ଆଚରଣ ଭିତରେ ଦେଇ ଦେଖେଇଲେ। ଏଭଳି ବାଣୀ ଭିତରେ ସେ କହିଲେ ମାଇ ମେସେଜ ମାଇ ଲାଇଫ। ତେଣୁ ପ୍ରତିଟି କଥାକୁ ସେ ଆଚରଣ କରିକି ହିଁ ସେ ଦେଖେଇଛନ୍ତି। ତେଣୁ ମଣିଷ ଯେପର୍ଯ୍ୟନ୍ତ ଦୀକ୍ଷା ନ ନେଇଛି, ଦୀକ୍ଷା ନ ପାଇଛି, ସେ ପର୍ଯ୍ୟନ୍ତ ତାର ଜ୍ଞାନ ନେତ୍ର ଖୋଲିବ ନାହିଁ। ସେଥିପାଇଁ ପୁରୁଷୋତ୍ତମଙ୍କର ଦୀକ୍ଷାରେ ସେ ଠାକୁରଙ୍କର ଗୋଟେ ବାଣୀ ଅଛି, ସବୁ ଧର୍ମର ଶ୍ରେଷ୍ଠ ଧର୍ମ ପୁରୁଷୋତ୍ତମଙ୍କ ଶରଣ ନେବା। ସବୁ ପାପର ମୋଚନ ତହିଁରେ ସାର୍ଥକ ସବୁ ଚାହିଦା। ତେଣୁ ସକଳ ପ୍ରକାର ଚାହିଦା ଏଇ ଦୀକ୍ଷା ମାଧ୍ୟମରେ ହିଁ ରହିଛି। ସେ ଠାକୁରଙ୍କର ଏଇ ଦୀକ୍ଷା ମାଧ୍ୟମରେ ଆମେ ଯୋଉ ନାମ ପାଇ ଇଷ୍ଟବୃତ୍ତି, ଯୋଉ ବିଧାନ, ଯଜନ, ଯାଜନ, ଇଷ୍ଟବୃତ୍ତି, ସ୍ୱସ୍ତୟନୀ, ଏସବୁ କିଛି ଦିନ ମୁଁ ଭାବୁଥିଲି ଯାଜନ କରୁ ଆମେ ଠାକୁରଙ୍କୁ ପ୍ରତିଷ୍ଠା କରିବା ପାଇଁ, ଇଷ୍ଟବୃତ୍ତି ଦିଏ ସଂଗଠନକୁ ମଜବୁତ କରିବା ପାଇଁ। କିନ୍ତୁ ପରେ ଅନେକ ଦିନ ପରେ ଜାଣିଲି ସେ ସବୁ ଜିନିଷ ହଉଛି ମୋର ରକ୍ଷା କବଚ। ଏଇ ଇଷ୍ଟବୃତ୍ତି କରିବା ଭିତରେ ଦେଇ ମୁଁ କିଭଳି ରକ୍ଷା ପାଉଛି, କେତେ କେତେ ବିପଦ ଆପଦରୁ ଠାକୁର ଯେ ମୋତେ ରକ୍ଷା କରୁଛନ୍ତି। ସେ ଠାକୁର ଇଷ୍ଟବୃତ୍ତି ସମ୍ବନ୍ଧରେ କହୁଛନ୍ତି, ଶ୍ରଦ୍ଧାର ସହିତ ଇଷ୍ଟବୃତ୍ତି ଯେ କରେ ରକ୍ଷା କବଚଟା ତାର ହାତେ থাকে। ତେଣୁ ଏ ଶ୍ରଦ୍ଧାର ସହିତ ଇଷ୍ଟବୃତ୍ତି ନିବେଦନ କରିବା ଭିତରେ କେତେ କେତେ ଦୁର୍ଗତି, କେତେ ସବୁ କର୍ମଫଳ ଖଣ୍ଡନ ହୁଏ। ଗୋଟେ ଘଟଣା ମନେ ପଡୁଛି। ସେଦିନ ଜଣେ ଭାଇ ଠାକୁରଙ୍କ ପାଖରେ ବସିଛି। ହଠାତ୍ ଠାକୁର ତାକୁ କହୁଛନ୍ତି, ଯା ବଜାରକୁ ପୋଟଳ କିଛି ନେଇ ଆସି ବଡ଼ ମାଙ୍କୁ ଦେବୁ। ଭାଇଟି ଯାଉଛି ପୋଟଳ ଆଣିବା ପାଇଁ, ମନରେ ଭାବୁଛି କେତେ ସୁନ୍ଦର ଭାବରେ ଆସର ଚାଲିଥିଲା, ଠାକୁର ମୋତେ ପଠେଇଲେ। ସେ ଗୋଟିଏ ମୁଣ୍ଡରେ ତାର ଧ୍ୟାନ ଚାଦରକୁ ମୁଣ୍ଡରେ ଗୁଡେଇଛି, ଖରା ବେଳଟାରେ ଯାଉଛି। ପଛରୁ ଜଣେ ଭାଇ ତାକୁ ଗୋଟେ ଠେଙ୍ଗାରେ ତା ମୁଣ୍ଡକୁ ପାହାରେ ପକାଇଲା। ମୁଣ୍ଡଟି ତାର ଫାଟିଗଲା, ରକ୍ତ ବି ବାହାରିଲା। ବାହାରିଲା ପରେ ଏଠୁ ସେ ଭାଇଟି ଯେତେବେଳେ ବୁଲି ପଡ଼ି ଦେଖେ, ସେ ଯାହାକୁ ମାରିବା ପାଇଁ ଜଗିଥିଲା ବସିଥିଲା, ଇଏ କିନ୍ତୁ ସେଇ ଲୋକ ନୁହେଁ। ଭୁଲ ହେଇଗଲା, କ୍ଷମା ମାଗିଲା, କହିଲା ଭାଇ ମୁଁ ତୁମକୁ ମାରିବା ପାଇଁ ନୁହେଁ, ଆଉ ଗୋଟିଏ ଲୋକ ମୋଠୁ ଟଙ୍କା ଧାର ନେଇଛି, ମାଗିଲେ ମୋତେ ବେଜିତ କରୁଛି, ତାକୁ ପାନେ ଦେବି ବୋଲି ବସିଥିଲି, ଭୁଲରେ ତୁମକୁ ପଛରୁ ତା ଭଳି ଦେଖାଗଲ, ସେଥିପାଇଁ ମାରିଦେଲି, କ୍ଷମା କର ଇତ୍ୟାଦି। ସେ ଯାହା ହଉ ଆସିଲେ ସେ ଠାକୁରଙ୍କ ପାଖକୁ। ଠାକୁରଙ୍କ ପାଖକୁ ଆସିଲା ପରେ ଠାକୁର ସାଙ୍ଗେ ସାଙ୍ଗେ ତାକୁ ପ୍ୟାରୀ ନନ୍ଦୀ ଡାକ୍ତରଙ୍କ ପାଖକୁ ପଠେଇଦେଲେ। ସୁସ୍ଥ ହେଲେ ସେ। ସୁସ୍ଥ ହେଲା ପରେ ପଚାରିଲେ, ଆଜ୍ଞା ମୁଁ ତ ଆପଣଙ୍କ ପାଖରେ ଇଷ୍ଟବୃତ୍ତି ବି କରେ, ଯଜନ ଯାଜନ ସବୁ ତ କରେ, ପୁଣି କାହିଁକି ମୋର ଏ ଦଶା ହେଲା? ସେ ଠାକୁର କହୁଛନ୍ତି, ଏଇଟା ତ ରହୁଛି ପ୍ରାରବ୍ଧ। ଏଠୁ ଠାକୁର ତାର ପ୍ରାରବ୍ଧକୁ ବୁଝେଇବାକୁ ଯାଇ କହୁଛନ୍ତି, ପୂର୍ବ ଜନ୍ମରେ ତୁ ଗୋଟିଏ ମାଙ୍କଡକୁ ମାରିଥିଲୁ। ସେ ମାଙ୍କଡ ବହୁତ ହାତ ଯୋଡି ଅନୁନୟ ହେଇଥିଲା, ହେଲେ ତାକୁ ତୁ କ୍ଷମା କରିନଥିଲୁ। ଆଜି ସେ ମାଙ୍କଡ ମଣିଷ ହେଇ ତତେ ଆଜି ମାରିଲା। ତତେ ମାରି ଦେଇଥାନ୍ତା, ମରି ଯାଇଥାନ୍ତୁ, କେବଳ ଟିକେ କରୁଛୁ ବୋଲି, ଟିକେ ଧରି ଚାଲିଛୁ ବୋଲି ଆଜି ତୋର କର୍ମଫଳ ଖଣ୍ଡନ ହେଲା, ତୁ ବଞ୍ଚିଗଲୁ। ଦେଶ ବିଭାଜନ ହେଲା, ସେତେବେଳେ ତାର ବାଡ଼ ନଥିଲା।
ଭାରତ ପାକିସ୍ତାନ ଯେତେବେଳେ ବିଭାଜନ ହେଲା ତାର ବାଡ଼ ନଥିଲା, ଜଣେ ସୈନିକ ଗୁରୁ ଭାଇ ସେ ଭୁଲବଶତଃ ସେ ପଶିଗଲେ ତାଙ୍କର ପାକିସ୍ତାନ ସୀମାକୁ ପଶିଗଲେ। ସେଠୁ ତାଙ୍କୁ ନେଇ ବନ୍ଦୀ କରି ରଖାହେଲା। ଭାଇଟି ତ ସବୁଦିନ ଇଷ୍ଟବୃତ୍ତି କରେ, ସେଠି ତ ପଇସା ନାହିଁ, ତେଣୁ ସେ ରକ୍ଷକ ଯେ ଥିଲେ ସିକ୍ୟୁରିଟି ତାଙ୍କୁ କହିଲା ଗୋଟିଏ ଶୁଖିଲା ପତ୍ର ସେ ପ୍ରତିଦିନ ତାକୁ ଦିଅନ୍ତି, ସେ ମାଗେ ତାଙ୍କୁ ଦିଅନ୍ତି ଗୋଟିଏ ଶୁଖିଲା ପତ୍ର, ସେ ପତ୍ରକୁ ସେ ଇଷ୍ଟବୃତ୍ତି କରେ। ଏଭଳି ଭାବରେ ଯୋଉଦିନ ତାକୁ ଫାଶୀ ଦିଆହବ ସେଇଦିନ ସେ ଜଗୁଆଳିର ତାଙ୍କ ପ୍ରତି ଦୟା ହେଇଛି। କିଛି ସମୟ ପାଇଁ ସେ ଦରଜାକୁ ଖୋଲି ଦେଇ ସେ ସେଠୁ ଚାଲି ଯାଇଛନ୍ତି। ଭାଇଟି ସେଠୁ ବାହାରି ଆସି ଭାରତ ସୀମାରେ ପଶି ଆସି ବଞ୍ଚି ଯାଇଛି। ଯାଇ ଶ୍ରୀ ଠାକୁରଙ୍କ ପାଖରେ ଯେତେବେଳେ କହୁଛନ୍ତି, ଶ୍ରୀ ଠାକୁର କହୁଛନ୍ତି ତୋର ପ୍ରାରବ୍ଧ ଥିଲା, ମୃତ୍ୟୁ ଯୋଗ ଥିଲା, ଆଜି କରୁଥିଲୁ ବୋଲି ଇଷ୍ଟବୃତ୍ତି କରୁଥିଲୁ ବୋଲି ପରମ ପିତାଙ୍କ ଦୟାରୁ ରକ୍ଷା ପାଇଗଲୁ। ଶ୍ରୀ ଠାକୁର ଗୋଟେ ଜାଗାରେ କହୁଛନ୍ତି ଆମେ ଯୋଉ କର୍ମ କରେ ବିଧି ତ ତାକୁ କ୍ଷମା କରେ ନା, କିନ୍ତୁ ପରମ ପିତା କ୍ଷମା କରନ୍ତି ବୋଲି ଆମେମାନେ ବଞ୍ଚି ଯାଉ। ତେଣୁ ଏଭଳି ଯୋଉ ଇଷ୍ଟବୃତ୍ତିର ମହିମା, ଆଜି ଇଷ୍ଟବୃତ୍ତି ଯଦି ନଥାନ୍ତା, ସେଦିନ ଜଣେ ଭାଇ ଆସି କହୁଛି ଯେ ଠାକୁର ମୁଁ ତ ଦୀର୍ଘ ବର୍ଷ ଧରି ଆପଣଙ୍କର ଦୀକ୍ଷା ନେଇ ଇଷ୍ଟବୃତ୍ତି କରୁଛି, ମୁଁ ସେଭଳି କିଛି ଫଳ ପାଉନି, ମୋ ଇଷ୍ଟବୃତ୍ତି ପଇସା ମୋତେ ଫେରାନ୍ତୁ। ଠାକୁର ଏ କଥା ଶୁଣି ଗମ୍ଭୀର ହେଇଗଲେ। ସେ ବଡ଼ଦାଙ୍କୁ କହିଲେ ତୁ ତାର ଇଷ୍ଟବୃତ୍ତି ପଇସା ହିସାବ କରି ତାକୁ ଦେଇଦେ, କିନ୍ତୁ 3 ଦିନର ପଇସା ତାକୁ ଦବୁନି। ସେ 3 ଦିନ କଣ ନା, ଯେତେବେଳେ ତାର ସନ୍ତାନ ସନ୍ତତି ନଥିଲା, ସେ ଆକୁଳ ପ୍ରାର୍ଥନା କରିଥିଲା, ତାର ପ୍ରାର୍ଥନାକୁ ମୁଁ ମଞ୍ଜୁର କରିଥିଲି, ସେଦିନଟା ଦବୁନି। ଆଉ ଯୋଉଦିନ ତାର ସ୍ତ୍ରୀ ମାନେ ଡାକ୍ତର ହାତ ଟେକି ଦେଇଥିଲା ରୋଗରେ ପଡ଼ି ଯେ ସେ ବଞ୍ଚିବ ନାହିଁ, ଆକୁଳ କ୍ରନ୍ଦନ କରୁଥିଲେ, ସେଦିନ ମଧ୍ୟ ମୋର ପରିଶ୍ରମ ବହୁତ ହେଇଛି, ସେଦିନର ମଜୁରୀଟା ବି ଦବୁନି। ଆଉ ଗୋଟିଏ ଦିନ ଯୋଉଦିନ ତାର ପୁତ୍ର ହେଲା, ପୁତ୍ରଟି ମୃତ ବୋଲି ଯେତେବେଳେ ଡାକ୍ତର କହିଛି, ଛୁଆକୁ ଧରି ନାମ କରୁଛନ୍ତି, ସେଦିନର ପୁଅଟି ତାର ବଞ୍ଚିଗଲା, ସେଦିନର ମଜୁରୀଟା ମଧ୍ୟ ଦବୁନି। ଭାଇଟି ବୁଝିଗଲା ଇଷ୍ଟବୃତ୍ତିର ମହିମା ଯେ କେତେ ରହିଛି। ଇଷ୍ଟବୃତ୍ତି କରୁଥିବାରୁ ଏସବୁ ଘଟଣା ତ ସେ କାହାକୁ ବି କହେନି। ତେଣୁ ଏସବୁ ଯେ ଇଷ୍ଟବୃତ୍ତିର ଯେ ମହିମା, କେତେ କେତେ ବାର ମୃତ୍ୟୁରୁ ଯେ ଆଜି ଠାକୁର ଆମକୁ ରକ୍ଷା କରୁଛନ୍ତି, ତାର କିଛି ହିସାବ ନାହିଁ। ଖାଲି ମଣିଷ କ୍ଷେତ୍ରରେ ନୁହେଁ, କାଲି ଗୋଟିଏ ସତ୍ସଙ୍ଗ ଥିଲା ଆମର ଆନନ୍ଦପୁରରେ, ଲକ୍ଷ୍ମୀଧର ବେହେରାଙ୍କର ଶ୍ରାଦ୍ଧ ବାର୍ଷିକୀ, ସେଠି ମଧ୍ୟ ତାଙ୍କର ଗୋଟେ ଘଟଣା କହୁଥିଲେ। ତାଙ୍କର ଗୋଟେ ଛୋଟ ମୋଫେଡ ଗାଡ଼ି ଗୋଟେ ଥିଲା, ଯାଉ ସେ ତାକୁ ସଜାଡ଼ନ୍ତି, ସେଇଥିରେ ବୁଲନ୍ତି ଆଉ ଠାକୁର କାମ କରନ୍ତି। ତାର ପ୍ରତିଦିନ ଗୋଟେ ପ୍ରଣାମୀ ଇଷ୍ଟବୃତ୍ତି ଭଳି ଗୋଟେ ପ୍ରଣାମୀ 10 ପଇସା ନା ଚାରଣା ଯାହା ହଉ ତା ପାଇଁ ରଖନ୍ତି। ଦିନେ ସେ ଯାଇଛନ୍ତି ତାଙ୍କର ଭଦ୍ରକ ପାଖରେ ତାଙ୍କର ନିଜ ଘର, ସେଠି ଗୋଟେ ବାହାଘରକୁ ଯାଇଛନ୍ତି ସେ ଗାଡ଼ି ନେଇକି। ସେ ଗାଡ଼ିଟି ହଠାତ୍ ତାଙ୍କର ପରିବାରର ଜଣେ ନେଇ ବଜାରକୁ ପଳେଇଛି। ତେଣୁ ସେ ଗୋଟେ ପ୍ରମାଦ ଗଣୁଛନ୍ତି ଯେ ଗାଡ଼ିଟା ଖରାପ ଗାଡ଼ି, କୋଉଠି ଖରାପ ହେଇଯିବ। ଏଭଳି ସମୟରେ ସେ ଗାଡ଼ି ନେଇ ଚାଲି ଯାଇଛନ୍ତି। ଇଏ ଯାଇ ଗାଡ଼ି ଅପେକ୍ଷାରେ ଦୋକାନରେ ଗୋଟେ ପଟା, ଯୋଉ ଫାଳି ପଟାଟିଏ ମରା ହେଇଛି, ସେଠି ବସି ପଡ଼ିଛନ୍ତି। ସେଠି ସେ ଦେଖୁଛନ୍ତି ଯେ ସେଠି ଗୋଟେ କଣ୍ଟା ତାଙ୍କ ହାତ ଭିତରେ ଲାଗି ଯାଇଛି, କଣ୍ଟା ଗୋଟେ, ସେ ହାତରୁ କେତେ ରକ୍ତ ବାହାରିବ, କିନ୍ତୁ ଦେଖା ହଉଛି ସେ ହାତରେ କଣ୍ଟାଟା, ହାତ ପାପୁଲିରେ କଣ୍ଟାଟା ବାଜିଛି, ଯେମିତି ଗୋଟେ ଭେନ୍‌ରୁ ରକ୍ତ ବାହାରିଲା ଭଳି ରକ୍ତର ଧାର ଚାଲିଛି। ସେପଟରେ ଦେଖା ହଉଛି ଯେ ଗାଡ଼ିଟି ଯିଏ ନେଇଥିଲେ ସିଏ ଗୋଟିଏ ବୁଢ଼ା ଲୋକ ଉପରେ ଧକ୍କା କରିଛନ୍ତି, ସେଠି ଲୋକ ତାଙ୍କୁ ଘେରିଛନ୍ତି।
ଏପଟେ ତାଙ୍କର ସ୍ତ୍ରୀ ସେ ଗାଧଉଛନ୍ତି କୂଅ ମୂଳେ, ହଠାତ୍ କରି ତାଙ୍କର ହାତର ଶଙ୍ଖାଟା ଚାରିଖଣ୍ଡ ହେଇ ଭାଙ୍ଗି ପଡୁଛି। ଏ ସବୁ ଜିନିଷକୁ ଏକତ୍ର କରି ଦେଖିଲା ବେଳକୁ ଗାଡ଼ିଟି ଆକ୍ସିଡେଣ୍ଟ ହେଲା। ଆକ୍ସିଡେଣ୍ଟ ହେଇଥାନ୍ତା, ରକ୍ତପାତ ହେଇକି ମୃତ୍ୟୁ ଯୋଗ ହେଇଥାନ୍ତା, ସ୍ତ୍ରୀ ବିଧବା ହେଇଥାନ୍ତା। ତେଣୁ ଏଇ ଯୋଉ ଇଷ୍ଟବୃତ୍ତିର ମହିମା, ଇଷ୍ଟବୃତ୍ତି ଯେ ଆମେ ଆଜି ଟିକେ ଦୟାକରି ଠାକୁର ଆଜି ଯୋଉ ଇଷ୍ଟବୃତ୍ତି ଦେଲେ ତାର ମହିମା ଏତେ, ଠାକୁର କହିଲେ ଶହ ଶହ ବର୍ଷ ଧରି ଯଦି ତୁମେ ହଜାର ହଜାର ଲୋକ ଗବେଷଣା କର, ୟାକୁ ଶେଷ କରାଯାଇପାରେ ନା, ଏହାର ମହିମାକୁ ତୁମେ କହିକି ଶେଷ କରିପାରିବ ନାହିଁ। ତେଣୁ ଆଜି ଏ ଇଷ୍ଟବୃତ୍ତି ନାମ ଯେ ଆମେ ପାଇଲେ, ନାମ ଧ୍ୟାନ, ନାମ ଭଳି ସମ୍ପଦ, ନାମ ନାମୀ ଅଭେଦ। ଆଜି ଈଶ୍ୱର ନିର୍ଲିପ୍ତ ହେଇପାରନ୍ତି, କିନ୍ତୁ ଆଜି ସେ ସତ୍ସଙ୍ଗୀ ମାନଙ୍କ ପାଖରେ ଏଇ କଥାଟି, ଈଶ୍ୱର ନିର୍ଲିପ୍ତ ହେଇପାରନ୍ତି କିନ୍ତୁ ସେ ନିଷ୍କ୍ରିୟ ନୁହନ୍ତି। ଆଜି ହয়তো ଆମେ ବିପଦ ଆପଦ ପଡ଼ିଲା ବେଳେ ଠାକୁରଙ୍କୁ ଦେଖିପାରେ ନା, କିନ୍ତୁ ଅନୁଭବ କରେ ଯେ ଠାକୁର ଯେମିତି ମୋ ସାଥିରେ ହିଁ ଅଛନ୍ତି। ଏଭଳି ବହୁ ଭକ୍ତଙ୍କ ଜୀବନରେ, ପ୍ରାୟ ପ୍ରତି ଭକ୍ତଙ୍କ ଜୀବନରେ ଏ ଘଟଣା ସବୁ ରହେ। ଯେ ଇଷ୍ଟକର୍ମ କରେ ସେ ହିଁ ଅନୁଭବ କରେ ପ୍ରତି ମୁହୂର୍ତ୍ତରେ ଠାକୁର କିଭଳି ତାର ସାଥିରେ ହିଁ ଅଛନ୍ତି। ନିଷ୍ଠା କରି ଯିଏ ଘରେ ସଦାଚାର ପାଳନ କରେ, ଠାକୁରଙ୍କୁ ଦୁଇବେଳା ପ୍ରାର୍ଥନା କରେ, ସିଏ ମଧ୍ୟ ଅନୁଭବ କରେ। ଇଷ୍ଟକର୍ମ କଲେ ହିଁ ତାଙ୍କୁ ଅନୁଭବ କରାଯାଏ। ତେଣୁ ଏଇ ଯୋଉ ନାମ ନାମୀ ଅଭେଦ, ଏଇ କଥାଟି ଶାସ୍ତ୍ରରେ ଥିଲା, କିନ୍ତୁ ଆଜି ଠାକୁରଙ୍କୁ ଧରିବା ପରେ ଏଇ ନାମ ରୂପରେ ଆଜି ଯେ ଠାକୁର ଆମମାନଙ୍କ ଭିତରେ ଯେ ଲୀଳା କରୁଛନ୍ତି, ଏଇଟା ଆମେ ପ୍ରତି ମୁହୂର୍ତ୍ତରେ ଅନୁଭବ କରେ। ସେଇଥିପାଇଁ ଶ୍ରୀ ଶ୍ରୀ ବଡ଼ଦା କୁହନ୍ତି, ଏଇ ନାମର ଲୋଭ ମୁଁ ଛାଡ଼ିପାରେ ନା, ସେଥିପାଇଁ 10ଟା ବେଳେ ଶୋଇ 12ଟା ବେଳେ ଉଠି ପଡ଼େ। ତେଣୁ ଏଇ ଯୋଉ ନାମକୁ ଯିଏ ଆୟତ୍ତ କରି, ଯିଏ ସଦାସର୍ବଦା ନାମ ହେଇ ଚାଲିଛି, ସେ ଠାକୁର କହୁଛନ୍ତି ନାମେ ଡୁବେ ଥାକ, ଆର ନାମିକେ କାଶ କରତେ ଦେ। ଗୋଟିଏ ବହି ପଢ଼ିଲି, ତାଙ୍କର ପ୍ରଫୁଲ୍ଲ ଦାସଙ୍କର ରଚିତ। ସେ ବହିଟି ପଢ଼ି ସାରିଲା ପରେ, ଟୋଟାଲ ବହିଟା ପଢ଼ି ସାରିଲା ପରେ ଏଇ ଗୋଟିଏ ସାରାଂଶ ପାଇଲି, ଯେ ଏଇ ଯୋଉ ନାମେ ଡୁବେ ଥାକ, ଆର ନାମିକେ କାଶ କରତେ ଦେ। ତେଣୁ ଯିଏ ଶ୍ରୀ ବରଦାଙ୍କୁ ମଧ୍ୟ ପଚରା ହେଇଛି, ଶ୍ରୀ ବରଦା କୁହନ୍ତି ମୋର କାମ ହେଲା ବସି ନାମ କରିବା। ବିନୟ ଦେଇ ପଚାରିଛନ୍ତି, ବିନୟ ଦେଇ କହିଥିଲେ, କହିଲେ ଅକର୍ତ୍ତା ହେଇ ଯଦି କେଉ ନାମ କରେ, ପରମ ପିତା କର୍ତ୍ତା ହେଇ ତାର ସବୁ କାଜ କରେଇ ଦିନ। ତେଣୁ ଅକର୍ତ୍ତା ହେଇ ନିଃସ୍ୱାର୍ଥପର ଭାବରେ ସହଜ ସରଳ ଭାବରେ ତାଙ୍କୁ ଭଲ ପାଇ ଯିଏ ତାଙ୍କର ସଦାବେଳେ ଏଇ ନାମକୁ ଜପ କରି ଚାଲିବ, ସେ ତାକୁ ବିପଦ ଆପଦରୁ ରକ୍ଷା କରିବା ସହିତ ତାର ସବୁ କାମକୁ ମଧ୍ୟ ସେ ସହଜ କରିଦିଅନ୍ତି। ତେଣୁ ଗଭୀର ବିଶ୍ୱାସ ଦରକାର। ଆଚାର୍ଯ୍ୟ ଦେବ ସେ କଥା କୁହନ୍ତି। ଆଚାର୍ଯ୍ୟ ଦେବ କୁହନ୍ତି, ତୁମ ଆଉ ମୋ ଭିତରେ ତଫାତ୍ କଣ ଜାଣିଛ? ତୁମ ଆଉ ମୋ ଭିତରେ ତଫାତ୍ ହେଉଛି ବିଶ୍ୱାସ। ତାଙ୍କର ବିଶ୍ୱାସ କିଭଳି, ଗୋଟିଏ ଘଟଣା ମନେ ପଡ଼େ। ଗୁଆହାଟୀରେ ଅଛନ୍ତି, ଏଇ ଗୁଆହାଟୀରେ ଥିବା ସମୟରେ ପ୍ରବଳ ଶୀତ, ଡିସେମ୍ବର ମାସ, ପ୍ରବଳ ଶୀତ। ଏଇ ଶୀତରେ ସିଏ ସକାଳୁ ପ୍ରାର୍ଥନାକୁ ଯାଇଛନ୍ତି। ଦେଖିଲେ ପ୍ରାର୍ଥନା ପରେ 4 ଜଣ ମାତ୍ର ପ୍ରାର୍ଥନାରେ ଯୋଗ ଦେଇଛନ୍ତି। ସେଠୁ ପଚାରିଲେ ଏତେ କମ୍ କାହିଁକି? ନା ଏତେ ଥଣ୍ଡା ଯେ ଘରୁ ବାହାରିବା ମୁସ୍କିଲ ହେଇଯାଉଛି, ତେଣୁ ଇଚ୍ଛା ଥିଲେ ବି ଆସିପାରୁନାହାନ୍ତି। ସେଠୁ ସେ କହିଲେ ମୋର ବି ସେଭଳି ଇଚ୍ଛା, ମୋର ବି ସେଭଳି ଇଚ୍ଛା ହଉଥିଲା ଯେ ଏଇଠି ବସି, ଏଇଠି ଦେହରେ କମ୍ବଳଟା ଦେଇ ଏଇଠି ବସି ପ୍ରାର୍ଥନା କରିଦେବି, ଏତେ ଥଣ୍ଡାରେ କାହିଁକି ଯିବି। ପୁଣି ଯେତେବେଳେ ଭାବିଲି ଠାକୁର ସେଠି ମୋତେ ଅପେକ୍ଷା କରି ବସିଛନ୍ତି, ସେତେବେଳେ କିନ୍ତୁ ମୁଁ ଆଉ ନିଜକୁ ଆଉ ସ୍ଥିର କରିପାରିଲି ନାହିଁ। ତେଣୁ ଏ ବିଶ୍ୱାସ, ଆଜି ଚାନ୍ଦୋଳ ମନ୍ଦିର ହେଇଛି, ସେଠି ଠାକୁରଙ୍କର ଉପସ୍ଥାନ, ସେଠି ଠାକୁର ଅଛନ୍ତି।
ଏ ଚେତନଟା ଯଦି ମୋର ନ ରହେ, ତେଣୁ ତାହେଲେ ପ୍ରକୃତରେ ମୋର କିଛି ହେଲା ନାହିଁ। ତେଣୁ ଆମମାନଙ୍କୁ ଆମମାନଙ୍କର ବିଶ୍ୱାସ ସେଭଳି ରଖିବା ଦରକାର। ଗଭୀର ବିଶ୍ୱାସରେ ସବୁ କିଛି ସମ୍ଭବ ବୋଲି ଠାକୁର କହୁଛନ୍ତି। ଆଉ ଏ ମନ୍ଦିର ଯୋଉଠି ହେଇଛି ସେଟା ହଉଛି ବୃହସ୍ପତି କ୍ଷେତ୍ର। ସେଠି ଆସିଲେ ଗୋଟେ ନାମର ସ୍ପନ୍ଦନ, ନାମର କମ୍ପନ ଗୋଟେ ନିଜ ଭିତରେ ସୃଷ୍ଟି ହୁଏ। ତେଣୁ ସେ ଜାଗାକୁ ବାର ବାର ଆସିବା, ସେଠି ବସିବା, ନାମ କରିବା, ପ୍ରାର୍ଥନା କରିବା, ସେଠି ଘାସଟିଏ ଫୁଲଟିଏ ଯାହାଟିଏ ଆପଣ ଇଏ କରିବେ ତାର ଫଳ ମଧ୍ୟ ରହିଛି। କେତେ କେତେ ଘଟଣା ଏ ଦବା ଭିତରେ ଯେ କେତେ କେତେ ହାତେ ହାତେ ଫଳ ମିଳେ। ଗତ 15 ତାରିଖ ଫେବୃଆରୀ 15 ତାରିଖରେ ଆନନ୍ଦପୁର ଉତ୍ସବ, ମୁଁ 14 ତାରିଖ ଏମିତି ବାହାରେ ପ୍ରୋଗ୍ରାମରେ ଥିଲି। 15 ତାରିଖ ଦିନ ମୁଁ ମନ୍ଦିରକୁ ଉତ୍ସବ ଯିବି। ତେଣୁ ଦେଖିଲି ଯେ ବାଡ଼ିରେ ଏଇ ଯୋଉ ଧଳା ବିନ୍ସ ଆଉ କିଛି ବାଇଗଣ ହେଇଛି। ତେଣୁ ତୋଳିକି ମୁଁ କହିଲି ଠାକୁର ପସନ୍ଦ କରନ୍ତି, ଠାକୁର ଭୋଗରେ ଲାଗିଯିବ, ନେଇଯାଏ। ଯାଉ କୌଣସି ପ୍ରକାର ମୋର ପ୍ରତ୍ୟାଶା ନାହିଁ। ବାଡ଼ିରେ ହେଇଛି 2 କେଜି ଖଣ୍ଡେ ସେ ବିନ୍ସ ଆଉ ବାଇଗଣ ବଡ଼ ବଡ଼ ଦେଖି ଯେତିକି ଧରିଲା 2-3ଟି ତାକୁ ପୁରେଇଲି, ଏଇ ଠାକୁର ଭୋଗରେ ଦେଲି। ଏଠି ଗୋଟିଏ ଗୀତ ଭଜନ, ତାପରେ ଯାଜନ, ଏମିତି ସବୁ ଇଏ ଚାଲିଛି। ଏସବୁ ଭିତରେ ମୋର ମଥାରେ ନାହିଁ। ଭାବିଲି କିଛି ଯଦି ଦୀକ୍ଷା ହବ ତାହେଲେ ଦୀକ୍ଷା ଦେବି। ଏମିତି ଯେ ପହଞ୍ଚିଲା ବେଳକୁ ସେ କହିଲେ 9ଟା ତ ଦୀକ୍ଷା ହେଇଗଲାଣି, ଆଉ କ'ଣ ଦୀକ୍ଷା ହବ? ମିଟିଂ ଚାଲିଲାଣି, ଏଡ଼େ ସବୁ ଆଉ ହବନି। ମୁଁ କହିଲି ହଉ ଦେଖାଯାଉ। କିନ୍ତୁ ଦେଖାଗଲା ମୁଁ ସେ ଜଣେ ଆସି ଦୀକ୍ଷାଟିଏ ଯାହା ପିଲାଟିଏ ନେଲା, ତା ଭିତରେ ମୁଁ ବସିଛି, ପ୍ରୋଗ୍ରାମ ସରିଗଲା। ମୁଁ ବାହାରିଲା ବେଳକୁ ପ୍ରୋଗ୍ରାମ ସବୁ ସରିଗଲାଣି। 11ଟା ଦୀକ୍ଷା ତା ଭିତରେ ହେଲା। ମୁଁ କହିଲି ଠାକୁରଙ୍କୁ ଟିକେ ତାଙ୍କର ମନ କଥା ବୁଝିକି ଟିକେ ତାଙ୍କର ଭୋଗ ଆଣିଲୁ ବୋଲି ତାର ବିନିମୟରେ ବୋଧେ ଠାକୁର ଏତେ ମତେ ଦୟା କଲେ। ଏଟା ମୋର ଫିଲିଙ୍ଗସ୍। ତେଣୁ କଥା ହଉଛି ଏଠି ଦବାରେ ମହିମା ଯେ ଏତେ ଠାକୁରଙ୍କୁ ଯିଏ ଟିକେ ଦେଇଛି ତାର ସତେ ଗୁଣେ ସେ ପାଇଛି। ତେଣୁ ଯାହା ହଉ ଆମେ ନାମ ଭଳି ସମ୍ପଦ ଆଜି ପାଇଛନ୍ତି। ଏଇ ନାମ ଧ୍ୟାନ କରିବା ଭିତରେ ଦେଇ ସେ ଠାକୁର କହୁଛନ୍ତି ଆମ ଭିତରେ ଯୋଉ ଇନ୍ଦ୍ରିୟ ଅଛି, ଇନ୍ଦ୍ରିୟ ଗୁଡ଼କୁ ତୁମେ ଅତି ଇନ୍ଦ୍ରିୟ କର। ଦୀକ୍ଷାରେ ଯୋଉ ମୌଳିକତା ରହିଛି ଆମେ ତାର ପାଦ ଦେଶରେ ମଧ୍ୟ ପହଞ୍ଚି ନାହାନ୍ତି। 50 ବର୍ଷ ହେଲାଣି ଆମେ ଠାକୁର ହେଇ କେତେ କେନ୍ଦ୍ର ମନ୍ଦିର କରିଛନ୍ତି, କିନ୍ତୁ ଠାକୁର ଯୋଉଭଳି ଭାବରେ ଚାହିଁଛନ୍ତି ପ୍ରତି ମଣିଷକୁ ଠାକୁର କହୁଛନ୍ତି ମିନି ଗଡ୍। ଆଜି ମୋ ଭିତରେ ତୁମେ ମତେ ଠାକୁର କହୁଛ, ତୁମର ଚୂଳଠୁ ପାଦଠୁ ଚୂଳ ପର୍ଯ୍ୟନ୍ତ ଯେତେବେଳେ ମୋ ଉପରେ ହେଇ ଉଠିବ ସେତେବେଳେ ତୁମେ ଠାକୁର କହିଲେ ସେଇଟା ହିଁ ସୁନ୍ଦର ଲାଗିବ। ତୁମର ଦାନରେ ମୁଁ ଖୁସି ନୁହେଁ, ମୋ ଉପରେ ହେଇ ଉଠିଲେ ତେବେ ଯାଇକି ମୁଁ ଖୁସି ହେବି। ତେଣୁ ତାଙ୍କର ଭାଷା, ତାଙ୍କର ଚିନ୍ତା, ତାଙ୍କର ଆଚରଣ ଏଇ ସବୁଗୁଡାକ ଆଜି ଆମମାନଙ୍କ ଭିତରେ ହବା ଦରକାର। ସେ ଠାକୁର କିଭଳି ଭାବରେ ଭାଷାକୁ ବ୍ୟବହାର କରୁଥିଲେ, କିଭଳି ଭାବରେ ପ୍ରତିଟି ଦିଗକୁ ବିବେଚନା କରି କଥାବାର୍ତ୍ତା କରୁଥିଲେ। ସେଦିନ ବସିଛନ୍ତି, ସଟରକୁ ଭଳାଦା ବନ୍ଦ କରୁଛନ୍ତି, ସଟର ପକେଇ ଦଉଛନ୍ତି। ଠାକୁର କହୁଛନ୍ତି ତୁ ଏଭଳି ଭାବରେ ସଟରକୁ ବନ୍ଦ କଲୁ, ଆଜ୍ଞା ଗାଧେଇବା ସମୟ ହେଲାଣି। କହିଲେ ହଁ ସେଟା ତ ମୁଁ ବୁଝିଲି, କିନ୍ତୁ ସେପଟରେ ଯୋଉମାନେ ସବୁ ମତେ ଦେଖୁଥିଲେ ତାଙ୍କ ମନରେ କଷ୍ଟ ହେଲା ନାହିଁ? ତୁ ଯଦି ହାତ ଯୋଡ଼ିକି କହିଥାନ୍ତୁ ଆଜ୍ଞା ଠାକୁରଙ୍କର ସ୍ନାନର ସମୟ ହେଲାଣି, ଆପଣମାନଙ୍କର ଅନୁମତି ପାଇଲେ ମୁଁ ସଟର ବନ୍ଦ କରିବି, ତୁ ସେଭଳି କିଛି କହିଲୁ କି? କହିଲେ ନା। କହିଲେ ଯା ଆଉଥରେ ଖୋଲ, ଆଉଥରେ ତାକୁ ବନ୍ଦ କର, ଆଉଥରେ ସେଭଳି କହି ତାକୁ ବନ୍ଦ କର। ଏଭଳି ଭାବରେ ଆଚରଣ ଯୋଉ ଜିନିଷ, ଆଚର ପରମ ଧର୍ମ, ଏଇ ଯୋଉ କଥାଟି ଶାସ୍ତ୍ରରେ ଥିଲା। ଠାକୁର କହିଲେ ଧର୍ମ ଆଜି ପର୍ଯ୍ୟନ୍ତ ଯାହା କିଛି ହେଇଥିଲା ସେ କେବଳ ମୁଖବନ୍ଧ ହେଇକି ରହିଥିଲା। ସେ କେବଳ ମୁଖବନ୍ଧ ମାତ୍ର। ଆଜି ଯାହା ଦେଲି ଗବେଷଣା କରି, ଆଚରଣ କରି, ବିଜ୍ଞାନ ସମ୍ମତ କରି, ଶହ ଶହ ବର୍ଷ ଧରି ଚାଲିବାର ଜିନିଷ ଦେଲି।
ତେଣୁ ପ୍ରତିଟି ମୁହୂର୍ତ୍ତରେ ଏଇ ଆଚର ପରମ ଧର୍ମ, ଆଚରଣଟି କିଭଳି ହେବା ଦରକାର। ସେଦିନ ଜଣେ ମୁସଲମାନ ଫକୀର ସିଏ ଆସିଛନ୍ତି, ସିଧା ଚାଲି ଯାଉଛନ୍ତି ଠାକୁରଙ୍କ ପାଖକୁ। ସାମ୍ନାରେ ଥିବା ଜଣେ ଭାଇ ତାଙ୍କୁ ଅଟକେଇଛନ୍ତି, ଠାକୁର ଶରତ ହାଲଦାରଙ୍କ ସହିତ କଥା ହଉଛନ୍ତି। ଏ ଭିତରେ ଦେଇ ସେଠୁ ଯେତେବେଳେ କଥା ସରିଲା, ଭାଇଟି ଠାକୁର ସେଇ ଫକୀରଙ୍କୁ ଟିକେ ଚାହିଁଲେ, চাহিয়ে তাকে কহিলে, কি হয়েছে আমার পীরের ফকির, মুখটা শুকছে কেন? ମୋ ପୀରର ଫକୀରଙ୍କର କ'ଣ ହେଇଛି, ତାର ମୁହଁଟା ଶୁଖିଛି କାହିଁକି? ଏତିକି କହିଲା ବେଳକୁ ସେ ଟିକେ ଯେତେବେଳେ ଆଦର ପାଇଲା, ସେ ବହୁ କିନା କାନ୍ଦି ଉଠିଲା, କହିଲା, ଆଜ୍ଞା ଏଇ ଲୋକଟା আমাকে মেরেଲ। ସେଠୁ ଭାଇଟି କହିଲା, ଆଜ୍ଞା ମୁଁ ମାରିନି, ଖାଲି ଆପଣ ଶରଦଙ୍କ ସହିତ କଥା ହଉଥିଲେ, ମୋ ହାତ ଦେଖେଇ ଅଟକେଇଲି। ସେ ଠାକୁର କହୁଛନ୍ତି, ବ୍ୟଥାଟା କି ଖାଲି ଗାଏ ଲାଗେ, ବ୍ୟଥାଟା କି ମନେ ଲାଗେ ନା। ଏ ମାଡ଼ ଖାଇଲେ ତ ଦେହରେ କଷ୍ଟ ହୁଏ, କିନ୍ତୁ ମୋର କଥାଟା ଯେ ସେଇଟା ମନରେ କ'ଣ କେତେ କଷ୍ଟ ଦେଲା, ସେ କଥା କୋଉ ଥରେ ବିବେଚନା କରିଛି? ଆଜି ଘର ସଂସାର ଭିତରେ, ପିତା ପୁତ୍ର ଭିତରେ, ଭାଇ ବନ୍ଧୁ ଭିତରେ, ସ୍ୱାମୀ ସ୍ତ୍ରୀ ଭିତରେ ଆମେ ଏସବୁ କଥାକୁ ବିବେଚନା କରି ଆମେ କଥାବାର୍ତ୍ତା କରୁନା, ଯାହାଫଳରେ କି ମୋର କଥା ମଧ୍ୟ ଅନେକଙ୍କୁ ତୃପ୍ତ ଦିଏ ନା, ଅନେକଙ୍କୁ ପ୍ରେରଣା ଦିଏ ନା, ଅନେକ ମନରେ ଦୁଃଖ ବିଷାଦ ମଧ୍ୟ ଭରିଦିଏ। ତେଣୁ ସେଥିପାଇଁ ଏଇଠୁ ଆମକୁ ଶିକ୍ଷା ମିଳେ ଯେ ବିବେଚନା କରିକି କଥାବାର୍ତ୍ତା କରିବା ପାଇଁ ହବ। ଛୋଟ ଛୋଟ କଥା ଭିତରେ ଦେଇ ଏଇ ଠାକୁର ଧର୍ମର ଆଚରଣକୁ ସବୁ ଦେଖେଇଛନ୍ତି। ସେଦିନ ବିରାଜ ଭଟ୍ଟାଚାର୍ଯ୍ୟ ଗୋଶାଳା ରକ୍ଷକ ପାବନର କଥା ରିସେଣ୍ଟ ଗୋଟେ ବହିରେ ଜଣେ ଭାଇ ଲେଖିଛନ୍ତି, ସେଥିରେ ଦେଖିଲି, ଭଲ ଲାଗିଲା। ସେ ଲେଖିଛନ୍ତି, ବିରାଜା ଭଟ୍ଟାଚାର୍ଯ୍ୟ ହଉଛନ୍ତି ଗୋଶାଳା ରକ୍ଷକ। ଗୋଧୂଳି ସମୟ ଗୁରୁ ସବୁ ଫେରୁଛନ୍ତି, এই ସମୟରେ ଠାକୁର ସେମାନଙ୍କର ପ୍ରତ୍ୟାବର୍ତ୍ତନ ଦେଖି ଖୁସି ହଉଛନ୍ତି। ତାରି ଭିତରେ ଗୋଟିଏ ଗାଈ ଆସି ଠାକୁରଙ୍କ ପାଖରେ ଆଣ୍ଠୁ ଭାଙ୍ଗି ସେ କ'ଣ ସବୁ କହିଯାଉଛି, ଠାକୁର ମଧ୍ୟ କ'ଣ ତାକୁ ଉତ୍ତର ଦଉଛନ୍ତି। ତାପରେ ଗାଈଟି ଉଠିକି ଚାଲି ଯାଇଛି। ତାପରେ ଠାକୁର ବିରଜା ଭଟ୍ଟାଚାର୍ଯ୍ୟକୁ ଡକେଇଛନ୍ତି, ଡକେଇ କହିଲେ, ତୁ ସେ ଗାଈର ବାଛୁରୀକି ତୁ ବାଡ଼ଉଛୁ, ତା ମା ଆସି ମତେ କହୁଛି, ଆଉ ମୁଁ ତାକୁ କଥା ଦେଇଛି ଯେ ତୋର ଆଉ କିଛି ଅସୁବିଧା ହବନି, ତୋ ଛୁଆକୁ ସେ ଆଉ କଷ୍ଟ ଦବ ନାହିଁ। ତମେ ତ ହଉଛ ମଣିଷ, ସେ ତ ବେଜୁବାନ ପଶୁ, ନିରୀହ ପଶୁ, ତାକୁ କାହିଁକି তুমি ଦଣ୍ଡ ଦଉଛ? ସେତେବେଳେ ବିରଜା ଭାଇ ବିସ୍ମିତ ହଉଛନ୍ତି। 2 ଦିନ ତଳେ ତାର ବାଛୁରୀଟା ପରିବା ଚୋପା ଖାଉ ଖାଉ ପରିବାକୁ ଖାଇଗଲା, ତେଣୁ ସେଥିପାଇଁ ସେ ତାକୁ ବାଡ଼େଇଥିଲା। ଯେ ଆଜି ମୁଁ ଏଭଳି ଗୁରୁ ପାଇଛି ଯେ ଆଜି ସେ ମଣିଷ କାହିଁକି ପଶୁମାନଙ୍କର କଥା, ତାଙ୍କର ବ୍ୟଥାକୁ ମଧ୍ୟ ସେ ଆଜି ବୁଝିପାରନ୍ତି। ତେଣୁ ପରମ ପିତା ପୁରୁଷୋତ୍ତମଙ୍କର ଆଜି ଲୀଳାର ପଟାନ୍ତର ନାହିଁ। ଯେତେ କହିଲେ ବି ସେ କଥା ତାକୁ ଶେଷ କରାଯାଇପାରେ ନା। এই ଆଚର ଯେଉଁ ଜିନିଷଟା, ଆଚରଣ ଜିନିଷଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦୁଲାଲ ଦା ସଙ୍ଗୀତ ଶ୍ରୀ ଶ୍ରୀ ବଡ଼ଦାଙ୍କର ଅନେକ ଆଚରଣ ନେଇ କଥାବାର୍ତ୍ତା ରହିଛି। ଦୁଲାଲ ଦାଙ୍କୁ ଶ୍ରୀ ଶ୍ରୀ ବଡ଼ଦା ପଠେଇଛନ୍ତି, ଯାହା ଯେ ଷ୍ଟେସନରେ ଜଣଙ୍କୁ ଗାଡ଼ିରେ ବସେଇକି ଆସିବ। ସେ ଗାଡ଼ିରେ ବସେଇକି ଆସିଲା ପରେ ଦେଖିଲେ ବଡ଼ଦାଙ୍କର ଗାଧେଇବା ସମୟ ତେଲ ଲଗା ହେଉଛି। ସେଠୁ ଦୁଲାଲ ଦା ତ ଏମିତି ସ୍ୱଭାବ ଭାବରେ ଟିକେ ବଡ଼ ପାଟିରେ କଥାବାର୍ତ୍ତା କରନ୍ତି। ସେଠୁ ସେ ବଡ଼ ପାଟିରେ, ଆଜ୍ଞା ବସେଇ ଦେଇ ଆସିଲି। ସେଠୁ ଶ୍ରୀ ଶ୍ରୀ ବଡ଼ଦା କହୁଛନ୍ତି, ମୁଁ କ'ଣ ବଧିର, ତୁ ଏତେ ଜୋରରେ କହୁଛୁ ଯେ? ମାନେ ଗୁରୁଜନଙ୍କୁ କିଭଳି କଥା କହିବାକୁ ହୁଏ, ଦୁଲାଲ ଦା କହୁଛନ୍ତି, ତା ମଧ୍ୟ ପ୍ରତି ମୁହୂର୍ତ୍ତରେ ଆମକୁ ଶିଖିବାକୁ ହୁଏ। ସେଦିନ କେତେ ଘଟଣା। ସେଦିନ ବସିଛନ୍ତି, ଷୋଡ଼ଶୀ ଭବନର ପଶ୍ଚିମ ପଟ କବାଟଟାକୁ ବନ୍ଦ କରିବା ପାଇଁ ଦୁଲାଲ ଦାଙ୍କୁ ପଠାଇଲେ। ଦୁଲାଲ ଦା ଯାଇକି ବନ୍ଦ କରୁ କରୁକା କବାଟର ଆବାଜଟା ଆସିଲା। ସେଠୁ ଶ୍ରୀ ଶ୍ରୀ ବଡ଼ଦା କହୁଛନ୍ତି, ସେ ଏତେ ଆବାଜ କଲା କାହିଁକି?
ତୁ କଣ କଲୁ କି ତାର ଏତେ ଆବାଜ ଆସିଲା, ତାକୁ କଷ୍ଟ ନହେଲେ ତ ଆବାଜ କରିବନି। ସେଠୁ କହିଲେ ଆଉ ଥରେ ଖୋଲିକି ଆଉ ଥରେ ଦେ। ସେଠୁ ଆଉ ଥରେ ଖୋଲି ଆଉ ଥରେ ଦେଲା ପରେ ଆଉ ଆବାଜ ହେଲାନି। ଛୋଟ ଛୋଟ କଥା ଭିତରେ ଦେଇକି ଶ୍ରୀ ବଡ଼ଙ୍କ ପାଖରେ ସବୁ କିଛି ଜୀବନ୍ତ ଥିଲା। ସବୁ କିଛି ଭିତରେ ହିଁ ସେ ତାର ଜୀବନକୁ ସେ ଅନୁଭବ କରୁଥିଲେ। ମୋ କ୍ଷେତ୍ରରେ ତ ମୁଁ ଦେଖିଛି, ମାଛିର କଥା ଅନେକ ବାର କହିଛି। ଶ୍ରୀ ବଡ଼ଦାଙ୍କ ପାଖରେ ଦାଦା କହିଲେ ମାଛି ଆଉ ତୁ। ତାଙ୍କ ପାଖରେ ମୁଁ ଡ୍ୟୁଟି କରୁଛି, ଏଇ ସମୟରେ ଗୋଟେ ମାଛିଟାକୁ ମାରିଦେଲି। ଦାଦା କହିଲେ ତୁ ଆଜି ବାବାର ଦୃଷ୍ଟି ପଡିଲା ନାହିଁ, ପଡିନାହିଁ ଭଲ। ଯଦି ପଡିଥାନ୍ତା ଆଜି ଗୋଟେ ବିରାଟ କାଣ୍ଡ ହେଇଯାଇଥାନ୍ତା। ବାବାଙ୍କ ପାଖରେ ମାଛି ଆଉ ତୁ ଭିତରେ ସେ କିଛି ଫରକ ଦେଖନ୍ତି ନାହିଁ। ତେଣୁ ଏ ସବୁ ଆମେ ଠାକୁରଙ୍କୁ ଆଜି ଆମେ ପାଇଲେ ନାହିଁ। ଶ୍ରୀ ଠାକୁର ଶ୍ରୀ ଦାଦା ଶ୍ରୀ ଆଚାର୍ଯ୍ୟ ଅବିନ୍ଦା ତଥା ଏ ଯୋଉ ଗୁରୁ ପରିବାର, ଏଇ ଗୋଟିଏ ଜନ୍ମରେ ଆମେ ବିବର୍ତ୍ତନ ଦିଗରେ ଅନେକ ବାଟକୁ ଆମକୁ ଆଜି ନେଇଯାଇଛି। ଆଜି ଏମାନଙ୍କର ଚିନ୍ତା ବଦଳିଛି, ଆହାର ବଦଳିଛି, ଚଳଣି ବଦଳିଛି। ସମାଜରେ ଆମେ ଥାଏ, କିନ୍ତୁ ଆମମାନଙ୍କର ସବୁ କିଛି ଜିନିଷ ଆଜି ସ୍ୱତନ୍ତ୍ର। ତେଣୁ ବାକି ଜୀବନକୁ ଆଚାର୍ଯ୍ୟଙ୍କ ତୃପ୍ତ ମାନସରେ ଇଷ୍ଟ ସ୍ୱାର୍ଥରେ ଆମମାନଙ୍କୁ ବ୍ୟକ୍ତ ହେଇ ଲାଗି ରହିବା ପାଇଁ ପଡ଼ିବ। ତାରି ଭିତରେ ଦେଇ ଆମର ଏ ଜନ୍ମ ସାର୍ଥକ ହବ, ଦୀକ୍ଷା ସାର୍ଥକ ହବ। ପରମ ପିତାଙ୍କର ଆତୁଳ ଚରଣରେ ଚତୁର୍ଥଙ୍କର ସାର୍ବିକ କଲ୍ୟାଣ ମଙ୍ଗଳ ପ୍ରାର୍ଥନା କରି ରହୁଛି। ଜୟ ଗୁରୁ। ଜୟ ଗୁରୁ ଦେବେନ୍ଦ୍ର ଭାଇ। ଦେବେନ୍ଦ୍ର ଭାଇ ଆଜ୍ଞା ଟାଇମ ଜୟ ଆଜ୍ଞା ଖୁବ ସୁନ୍ଦର ଭାବରେ ଆମର ସମ୍ମାନୀୟ ବସନ୍ତ ଭାଇ ଠାକୁରଙ୍କ ସପ୍ରତିଥି ବିଭିନ୍ନ ଦିଗ ଦେଇକି ଆମ ପାଖରେ ସବୁ ଠାକୁରଙ୍କ କଥା ତୋଳି ଧରିଲେ। ବିଶେଷ ଭାବରେ ଆଜି ଆମର ଯୋଉ ରତ୍ନାକର ଭାଇଙ୍କର ଦୀକ୍ଷା ଦିବସ ଏବଂ ସେ ତାଙ୍କର ଦୀକ୍ଷାଦାତା ରୀତି ଦେବତା ଦୀକ୍ଷା କଥାରୁ କଥା ନେଇକି ଆମେ ଦୀକ୍ଷା ଦକ୍ଷ ହବା ପାଇଁ ଦୀକ୍ଷା ନେଇଛେ, ଇନ୍ଦ୍ରିୟକୁ ଅତୀନ୍ଦ୍ରିତ କରିବା ପାଇଁ ଦକ୍ଷ ନେଇଛେ, ନିଜ ଭିତରେ ଠାକୁରତ୍ଵ ଜାଗ୍ରତ ଈଶ୍ୱରତ୍ଵ ଜାଗ୍ରତ କରିବା ପାଇଁ ଦୀକ୍ଷା ନେଇଛେ। ସବୁ ଧର୍ମର ଶ୍ରେଷ୍ଠ ଧର୍ମ ପୁରୁଷୋତ୍ତମଙ୍କ ଶରଣ ନେବା, ସବୁ ପାପର ମୋଚନ ତହିଁରେ ସାର୍ଥକ ସବୁ ପାଇବା। ତେଣୁ ସେଇ ଦୀକ୍ଷାର କଥାକୁ ନେଇକି ଟିକେ ସୁନ୍ଦର ଆମ ପାଖରେ ତୋଳି ଧରିଲେ ଏବଂ ଶ୍ରଦ୍ଧାର ସହିତ ଇଷ୍ଟଭୂତି କଲେ ଆଉ ଇଷ୍ଟଭୂତି ରକ୍ଷା କବଚ ହୁଏ। ଆଉ ସେଇ ରକ୍ଷା କବଚ ଭଳି କିଭଳି କାମ ଦିଏ, ତା ଭିତରେ କେତେବେଳେ କଥା ଆମ ପାଖରେ ତୋଳି ଧରିଲେ। ଆଉ ପ୍ରାରବ୍ଧ ମଧ୍ୟ ତା ଭିତରେ ଖଣ୍ଡନ ହୁଏ। ଆଉ ଶୁଖିଲା ପତ୍ର ଜେଲ ଭିତରେ ଥାଇକି ଯୋଉ ଭାଇଟି ଇଷ୍ଟଭୂତି କରୁଥିଲା, ପରବର୍ତ୍ତୀ ଅବସ୍ଥାରେ ସେ କିଭଳି ରକ୍ଷା ପାଇଲା ସେ କଥା ମଧ୍ୟ ଆମ ପାଖରେ ତୋଳି ଧରିଲେ। ଆଉ ଭାଇଟିର ମୁଣ୍ଡ ଫାଟିଲା, ଆଉ ତାର ପ୍ରାରବ୍ଧ ଥିଲା ଯେ ସେ ମାଙ୍କଡକୁ କଷ୍ଟ ଦେଇଥିଲା, ଅତ୍ୟାଚାର କରିଥିଲା। କିନ୍ତୁ ହୁଏତ ଏଠି ତାର ଅଳ୍ପରେ ରକ୍ଷା ପାଇଗଲା, ଏଭଳି ଅନେକ ଗୁଡିଏ କଥା। ଆଉ ସେଇ ଆମର ଯୋଉ ଲକ୍ଷ୍ମୀଧର ଭାଇ ଆମର ଆଜ୍ଞା ଆସୁନି ଶୁଭୁଛି ଆଜ୍ଞା? ଶୁଭିଲା ଏଥର ଶୁଭିଲା। ଆଜ୍ଞା ଆମର ସତ୍ସଙ୍ଗ ବିହାରର ଆମର ଯିଏ ସଭାପତି ଥିଲେ ଆମର ଲକ୍ଷ୍ମୀଧର ଭାଇ, ସ୍ୱର୍ଗତ ଲକ୍ଷ୍ମୀଧର ଭାଇ, ତାଙ୍କ ଘଟଣା ମଧ୍ୟ ଆମ ପାଖରେ ତୋଳି ଧରିଲେ। ଆଉ ଏଭଳି ଭାବରେ ଯେ ତାରି ଭିତରେ ଯେ ତିନିଟା ଘଟଣା କିଭଳି ଗୋଟେ ଥରରେ ଏକାଥରରେ ଅଳ୍ପକେ ରକ୍ଷା ମିଳିଗଲା ସେ କଥା ମଧ୍ୟ ତୋଳି ଧରିଲେ। ମନ୍ଦିର ହଉଛି ବୃହସ୍ପତିଙ୍କର କ୍ଷେତ୍ର, ସେ କଥା ମଧ୍ୟ ଆମ ପାଖରେ ତୋଳି ଧରିଲେ। ନିଜର ଅନୁଭୂତିର କଥା ମଧ୍ୟ ତୋଳି ଧରିଲେ। ଉତ୍ସବକୁ ଆସିକି ଆଉ ସେଇ ଯେ ନିଜ ବାଡିର ଯାହା ସବୁ ଜିନିଷ ନେଇକି ଆସିଥିଲେ ସେ କଥା ମଧ୍ୟ ଆମ ପାଖରେ ତୋଳି ଧରିଲେ। ଏସବୁ କଥା ନେଇକି ଆହୁରି ଅନେକ ଗୁଡିଏ ଏତେ ଗୁଡିଏ କଥା କମ ସମୟ ଭିତରେ ଆମ ପାଖରେ ତୋଳି ଧରିଲେ। ଯାହା ହଉ ମାନେ ଆମର ସମ୍ମାନୀୟ ବସନ୍ତ ଭାଇଙ୍କର ସୁଦୀର୍ଘ ନିରାମୟ ଜୀବନ ପାଇଁ ଠାକୁରଙ୍କୁ ସେଇ କ୍ଷଣ ପ୍ରାର୍ଥନା ଜଣାଇବା। ଏମିତି ପ୍ରଭୁଙ୍କ କଥା କହିକି ଆମ ମନ ପ୍ରେରଣା ପୃଷ୍ଟ କରିଥାନ୍ତେ, ତାର ଅଭ୍ୟାସ ଥାଉ। ଏ ଠାକୁରଙ୍କ ସେଇ କ୍ଷଣ ପ୍ରାର୍ଥନା। ଆଜ୍ଞା ଜୟ ଗୁରୁ। ଆସନ୍ତାକାଲିର ସତ୍ସଙ୍ଗ ପ୍ରତିଦିନ ଭଳି ନିବେଦନ କରିଛନ୍ତି ଆମର ସମ୍ମାନୀୟ ସୌଭାଗ୍ୟ ଭାଇ ଶ୍ରୀଯୁକ୍ତ ସୌଭାଗ୍ୟ ରଞ୍ଜନ ଖୁଣ୍ଟିଆ।
এবং তৎসହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ଶ୍ରଦ୍ଧେୟ କାହ୍ନୁ ଭାଇ ଶ୍ରୀଯୁକ୍ତ କାହ୍ନୁଚରଣ ଦାସ ତାଙ୍କର ସୁପୁତ୍ର ଆଦିତ୍ୟ ତାଙ୍କର ଜନ୍ମଦିନ ଉପଲକ୍ଷେ ଏବଂ ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ସହନୀୟ ପ୍ରସନ୍ନ ଭାଇ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ବିଷୋଇ ତାଙ୍କର ଧର୍ମପତ୍ନୀ ଆମର ସହନୀୟ ସୁଲତା ମାଙ୍କର ଜନ୍ମଦିନ ଉପଲକ୍ଷେ ଆସନ୍ତାକାଲି ସତ୍ସଙ୍ଗ ଯୋଗଦାନ କରିବା। ବର୍ତ୍ତମାନ ଆମର ସମାନ ରତ୍ନାକର ଭାଇ ବୟୋଜ୍ୟେଷ୍ଠ ଗୁରୁଭାତା ଯାହାଙ୍କର ଦୀକ୍ଷା ଦିବସ ଆଉ ସେ ବର୍ତ୍ତମାନ ସମାପନୀ କୀର୍ତ୍ତନ କରି ଧ୍ୱନି ଦେଇ ସତ୍ସଙ୍ଗ ସମାପନ ହେବ। ଆଉ ଥରେ ଅନୁରୋଧ କରୁଛି ବର୍ତ୍ତମାନ ଆମର ସହନୀୟ ରତ୍ନାକର ଭାଇ ଶ୍ରୀଯୁକ୍ତ ରତ୍ନାକର ବେହେରା ସମାପନୀ କୀର୍ତ୍ତନ କରି ଧ୍ୱନି ଦେଇ ସତ୍ସଙ୍ଗ ସମାପନ ହେବ। दादा जय गुरु ହଁ ଜୟ ଗୁରୁ ଜୟ ଗୁରୁ। पाद पहुँचे कोटि कोटि प्रणाम जनावुछि। स्वर्ग समान श्री ठाकुर धाम भजन गौर राधे श्याम स्वर्ग समान श्री ठाकुर धाम भजन गौर राधे श्याम সেই ধাম থরে বলে সেই নাম জপুছিলে সেই ধাম থরে বলে সেই নাম জপুছিলে নেই পারিব নেই জমা ভজন গৌর রাধে स्लो देवेंद्र स्लो हरे कृष्ण हरे राम भजन गौर राधे श्याम जप हरे कृष्ण हरे राम সেই ধাম ধরে বলে সেই নাম জপুছিলে সেই ধাম ধরে বলে সেই নাম জপুছিলে নেই পারিব নেই জমা भजन गौर राधे श्याम जप हरे कृष्ण हरे राम भजन गौर राधे श्याम जप हरे कृष्ण हरे राम सब तीर्थ तो छंदा चरणे काऊ कयो तीर्थ देवी के कारणे पंचर बहिने पालन करे पाप धोइने जन्म मरणे जन्म धोई जाए प्रभु बचाहे जाए जन्म धोई जाए प्रभु बचाहे जाए प्रभु के परम भजन गौर राधे श्याम जप हरे कृष्ण हरे राम हरि बोल हरि बोल हरि बोल हरि गरुछि अमृत विराट गरुछि अमृत तुलसी रूपे बासे पारिजात एठी गोलक एठी वसुंठ जगत हितारे अनुकूल जगत
পানি মঙ্গল আসিতেন্দ্র অনুকূল জগৎ পানি মঙ্গল আসিতেন্দ্র অনুকূল জগৎ পানি মঙ্গল আসিতেন্দ্র অনুকূল দেখরে ভক্ত জন भजन गौर राधे श्याम जप हरे कृष्ण हरे राम भजन गौर राधे श्याम जप हरे कृष्ण हरे राम हरि बोल हरि बोल हरि बोल हरि बोल राधा बोल राधा बोल राधा बोल हरि बोल हरि बोल हरे कृष्ण हरे राम अनुकूल चंद्रना 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 ठाकुर जी की जय जय बनमा की जय जय ठाकुर जी की जय जय बनमा की जय जय ठाकुर जी की जय जय भाई दादा की जय जय प्रेम से बोलो भाई आचार्य की जय जय प्रेम से बोलो भाई अविनाश की जय जय प्रेम से बोलो भाई सतम की जय जय ठाकुर जी की जय जय वर्मा की जय जय ठाकुर जी की जय जय वर्मा की जय जय प्रेम से बोलो भाई वर्मा की जय जय प्रेम से बोलो भाई वर्मा की जय जय प्रेम से बोलो भाई आचार्य की जय जय प्रेम से बोलो भाई सतम की जय जय प्रेम से बोलो भाई सतम की जय जय प्रेम से बोलो भाई सतम की जय जय वंदे पुरुषोत्तमं परम प्रेम ऐसे से ठाकुर चंद्र जी की परम प्रेम श्री से ठाकुर चंद्र जी की परम प्रेम श्री ठाकुर चंद्र जी की राजा जगदनी श्री बड़मा की परम राजा जगदनी श्री बड़मा की परम राजा जगदनी श्री बड़मा की परम पूज्य पाद श्री बड़मा की पूज्य पाद श्री बड़मा की श्री बड़मा की पूज्य पाद पूजा पाद और शिष्याचार्य देव की पूजा पाद और शिष्याचार्य देव की संघ की वंदे पुरुषोत्तमं वंदे पुरुषोत्तमं
জয় গুরু প্রধান